ଷଡ଼ିବିଂଶ ଅଧ୍ୟାୟ। ନା ଆସିନି। ଗାଲ ରାଜ ଉପାଖ୍ୟାନ। ଯେମିନି କହୁଥାନ୍ତି, ସେଇ ମୁହୂର୍ତ୍ତରେ ମୁଁ ଦେବତାମାନଙ୍କୁ ରଥରେ ବସାଇ ସମତଳ ପଥରେ ଶ୍ରୀମନ୍ଦିର ନିକଟରେ ପହଞ୍ଚିଲି। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଆଦେଶରେ ବିଶ୍ୱକର୍ମା ଆସି ନାନାବିଧ ମାଣିକ୍ୟ ସଂଯୋଗରେ ଦେବଶାଳା ନିର୍ମାଣ କଲେ। ସେ ଦେବାଳୟ ପ୍ରତିଷ୍ଠା ନିମନ୍ତେ ବହୁ ପ୍ରକାରର ଖାଦ୍ୟ ପଦାର୍ଥ ଓ ଅନେକ ପ୍ରକାରର ବାଦ୍ୟ ଓ ଗୀତର ଆୟୋଜନ କରାଗଲା। ପୂର୍ବ କାଳରେ ଯେତେବେଳେ ଇନ୍ଦ୍ରଦ୍ୟୁମ୍ନ ରାଜୁତି କରିଥିଲେ, ସେତେବେଳେ ଯେତିକି ଯେତିକି ସମ୍ପତ୍ତି ଅଧିକାର ଥିଲେ, ତାଠୁ ଅଧିକ ଆୟୋଜନ ଦେଖି ସମସ୍ତେ ବିସ୍ମିତ ହୋଇଗଲେ। ସେତିକି ବେଳେ ଗାଲ ନାମକ ଜଣେ ରାଜା ଶାସନ କରୁଥିଲେ। ସେ ମନ୍ଦିର ମଧ୍ୟରେ ମାଧବ ନାମର ଏକ ମୂର୍ତ୍ତି ପ୍ରତିଷ୍ଠିତ କରାଇ ପୂଜା ଅର୍ଚ୍ଚନା କରୁଥିଲେ। ପରେ ଇନ୍ଦ୍ରଦ୍ୟୁମ୍ନ ଏକ କ୍ଷୁଦ୍ର ମୂର୍ତ୍ତି ନିର୍ମାଣ କରାଇ ମାଧବଙ୍କୁ ତା ମଧ୍ୟକୁ ସ୍ଥାନାନ୍ତରିତ କରାଇ ଆଣିଲେ। ମାଧବଙ୍କୁ ସ୍ଥାନାନ୍ତରିତ କରାଯାଇଥିବା କଥା ଦୂତ ମୁଖରୁ ଶୁଣି ଗାଲ ରାଜା ସୈନ୍ୟ ସାମନ୍ତ ଧରି ଯୁଦ୍ଧ ନିମନ୍ତେ ଜଳସୁନ୍ଦର ପର୍ବତରେ ପହଞ୍ଚିଲେ। କିନ୍ତୁ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଦେବଦୁର୍ଲଭ ପଦାର୍ଥମାନଙ୍କର ଆୟୋଜନ ଦେଖି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରଶଂସା ନ କରି ରହିପାରିଲେ ନାହିଁ। ମନ ମଧ୍ୟରେ ବିଚାର କଲେ, ଯେ ନିଶ୍ଚୟ ରାଜା ଇନ୍ଦ୍ରଦ୍ୟୁମ୍ନ ଯିଏକି ଏ ଅଦ୍ଭୁତ ମନ୍ଦିର ନିର୍ମାଣ କରିଛନ୍ତି, ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ସମସ୍ତ ପଦାର୍ଥ ଯୋଗାଡ଼ କରି ଭଗବାନଙ୍କୁ ଏଠାରେ ପ୍ରତିଷ୍ଠା ନିମନ୍ତେ ବ୍ରହ୍ମଲୋକକୁ ଆସିଛନ୍ତି। ଏହି କାର୍ଯ୍ୟ ସମ୍ପାଦନ ନିମନ୍ତେ ପଦ୍ମନିଧିଙ୍କ ସହ ସମସ୍ତ ଦେବତାଗଣ ଇନ୍ଦ୍ରଦ୍ୟୁମ୍ନଙ୍କ ଗୁରୁ ଦେବର୍ଷି ନାରଦଙ୍କ ସହ ସମସ୍ତେ ଏଠାରେ ଏକତ୍ରିତ ହୋଇଛନ୍ତି। ମୋର ଭାଗ୍ୟ, ଏହାଠୁ ଅଧିକ ସୂର୍ଯ୍ୟ କାର୍ଯ୍ୟ ଅତୀତରେ ହୋଇନାହିଁ କିମ୍ବା ଭବିଷ୍ୟତରେ ମଧ୍ୟ ହେବାର ସମ୍ଭାବନା ନାହିଁ। ଏହାଙ୍କ ସହିତ ରହି କିପରି କାର୍ଯ୍ୟ ସମ୍ପନ୍ନ ହେବ ସବୁ ଦେଖିବି। ପ୍ରତିବର୍ଷ ଏହି ଉତ୍ସବକୁ ବିଧିବଦ୍ଧ ଭାବରେ ସମ୍ପାଦନ କରିବି। ଭାଗ୍ୟହୀନତା ହେତୁ ଏପର୍ଯ୍ୟନ୍ତ ମୁଁ ଦାରୁବ୍ରହ୍ମ ବିଷ୍ଣୁଙ୍କର ଦର୍ଶନ କରିନାହିଁ। ମୋର ମଣିଷ ଜୀବନ ଧିକ୍। ମୁଁ ଏପର୍ଯ୍ୟନ୍ତ ତାଙ୍କ ସେବାରେ ବଞ୍ଚିତ ହୋଇଛି। ଯାହା ହେବାର ତ ହୋଇଗଲାଣି। ଏବେ ଯାଇ ବ୍ରହ୍ମଲୋକର ପରମ ପାବନ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଚରଣରେ ପ୍ରଣାମ କରିବି। ଦାରୁବ୍ରହ୍ମଙ୍କ ଦେଉଳ ଭିତରେ ଦର୍ଶନ କରିବି। ଇନ୍ଦ୍ରଦ୍ୟୁମ୍ନ ନିଶ୍ଚିତ ଭାବରେ ପରମବ୍ରହ୍ମଙ୍କୁ ଏଠାରେ ସ୍ଥାପନ କରି ତାଙ୍କ ସେବା ଭାର ନିଶ୍ଚୟ ମୋ ହାତରେ ଅର୍ପଣ କରି ବ୍ରହ୍ମଲୋକକୁ ଫେରିଯିବେ। ବିଷ୍ଣୁ ଭକ୍ତ ମହାଜ୍ଞାନୀ ଗାଲ ମନ୍ତ୍ରୀଙ୍କ ସହିତ ଏହି ବିଚାର କରି ଆନନ୍ଦ ମନରେ ବିନୟବନତ ହୋଇ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ତାଙ୍କୁ ପ୍ରଣିପାତ କଲେ। କହିଲେ, ହେ ରାଜରାଜେଶ୍ୱର, ଆପଣ ମନୁଷ୍ୟ ହୋଇ ସ୍ୱଦେହରେ ବ୍ରହ୍ମଲୋକକୁ ଗମନ କରିଥିଲେ, ଏବଂ ଆପଣ ଜଣେ ଜୀବନମୁକ୍ତ ପୁରୁଷ। ମୁଁ ଆପଣଙ୍କ ସମ୍ମୁଖରେ କ୍ଷୁଦ୍ର କୀଟ ସଦୃଶ, ତେଣୁ ଆପଣଙ୍କ ଗୁଣାବଳୀ ଗାନ କରିବା ନିମନ୍ତେ ସକ୍ଷମ ନୁହେଁ। ମୁଁ ଆପଣଙ୍କ ମହିମାକୁ ଜାଣି ନ ପାରି ଆପଣଙ୍କ ସହ ଯୁଦ୍ଧ କରିବାକୁ ଆସିଥିଲି। ଆସି ଦେଖିଲେ ଯେ ଆପଣ ଜଣେ ଅଦ୍ଭୁତ ପୁରୁଷ, ଇନ୍ଦ୍ର ସମ ଐଶ୍ୱର୍ଯ୍ୟ ପ୍ରକାଶ କରୁଛନ୍ତି। ତ୍ରୈଲୋକ୍ୟରେ ଯେତେ ଦେବତା ଅଛନ୍ତି, ପଦ୍ମନିଧିଙ୍କ ସହ ସମସ୍ତେ ଆପଣଙ୍କ ଆଜ୍ଞାକୁ ପାଳନ କରୁଛନ୍ତି। ବ୍ରହ୍ମଲୋକରୁ ପ୍ରତ୍ୟାବର୍ତ୍ତନ କରି ଅସମ୍ଭବ କାର୍ଯ୍ୟମାନ ସମ୍ପାଦନ କରୁଛନ୍ତି। ଏଣେ ହେ ନୃପଶ୍ରେଷ୍ଠ, ଆପଣ ମୋ ପ୍ରତି ପ୍ରସନ୍ନ ହେଲେ ମୋର ଜୀବନ ସାର୍ଥକ ହେବ। ଜୈମିନୀ କହିଲେ, ଗାଲଙ୍କ ଏପରି ବିନୟ ବାକ୍ୟ ଶ୍ରବଣ କରି ରାଜା ଇନ୍ଦ୍ରଦ୍ୟୁମ୍ନ ଈଷତ୍ ହାସ୍ୟ ମୁଖରେ କହିଲେ, ହେ ଗାଲ ରାଜନ, ଆପଣ ବିଷ୍ଣୁ ଭକ୍ତ ଏବଂ ସାର୍ବଭୌମ ରାଜା। ମାତ୍ର ଏତିକି ମନେ ରଖିଥିବେ ଯେ ରାଜାମାନଙ୍କ ରାଜତ୍ୱ ସାମାନ୍ୟ ବିଷୟ। ମୋ ଭଳି ଜଣେ ସାଧାରଣ ବ୍ୟକ୍ତିଙ୍କୁ ଏପରି ପ୍ରଶଂସା କରିବା ଅନୁଚିତ। ଆପଣଙ୍କ ଭଳି ରାଜା ଏ ପୃଥିବୀରେ ନାହାନ୍ତି। ମାନବ ଜୀବମାନଙ୍କ ମଧ୍ୟରେ ଶ୍ରେଷ୍ଠ। ମାତ୍ର ସମସ୍ତ କାର୍ଯ୍ୟ ନିମନ୍ତେ ସେ ରାଜାର ଅଧୀନ। ପିତାମହ ବ୍ରହ୍ମା ଅଷ୍ଟଦିଗ୍ବଳଙ୍କ ଅନୁସାରେ ରାଜାମାନଙ୍କୁ ସୃଷ୍ଟି କରିଛନ୍ତି। ଯେଉଁ ରାଜାଙ୍କର ପୁଣ୍ୟ ବଳ ନାହିଁ, ସେ ପ୍ରଜା ପାଳନ ନିମନ୍ତେ ଅନୁପଯୁକ୍ତ। ଯେଉଁ ରାଜା ପ୍ରଜାମାନଙ୍କୁ ଅତ୍ୟନ୍ତ କୁଶଳରେ ପାଳନ କରେ, ସେ ପୁଣ୍ୟବାନ। ଅନେକ ଧନ ସମ୍ପତ୍ତି ଠୁଳ କରି କୀର୍ତ୍ତି ଅର୍ଜନ କରେ ଓ ପରଲୋକରେ ପରମ ଗତିକୁ ପ୍ରାପ୍ତ ହୁଏ। ବିଶେଷ ଭାବରେ ଆପଣ ଜଣେ ପରମ ବୈଷ୍ଣବ। ଆପଣ ତ ନିଶ୍ଚିତ ଭାବରେ ସଦ୍ଗତି ଲାଭ କରିବେ। ତା ଛଡ଼ା ଯେଉଁ ବ୍ୟକ୍ତି ନିଜ ଗୃହ ମଧ୍ୟରେ ଯଥାବିଧାନରେ ବିଷ୍ଣୁ ପ୍ରତିମା ସ୍ଥାପନ କରେ ଓ ଭକ୍ତି ଭାବରେ ଦର୍ଶନ କରେ, ତାର ଦେହ ବନ୍ଧନର ରଜ୍ଜୁ ଛିଣ୍ଡିଯାଏ। ହେ ରାଜନ୍, ତୁମେ ତୁମ ପ୍ରସାଦର ଦାରୁମୟ ବିଷ୍ଣୁ ପ୍ରତିମା ସ୍ଥାପନ କରିଛ। ତୁମ କାର୍ଯ୍ୟ ନିର୍ବିଘ୍ନ ସମ୍ପନ୍ନ ହୋଇଛି। ମାତ୍ର ମୋ କଥା ଦେଖ, ମହାପ୍ରଭୁଙ୍କ ସ୍ଥାପନ ନିମନ୍ତେ ଆରମ୍ଭ କରିଥିବା କାର୍ଯ୍ୟ ଭିତରେ ମନନ୍ତର ଗତ ହୋଇଗଲାଣି। ତଥାପି ଆମ କାର୍ଯ୍ୟ ସଫଳ ହୋଇନାହିଁ। ନିମିତ୍ତ ପ୍ରସାଦ ଅପ୍ରତିଷ୍ଠିତ ହୋଇ ରହିଛି। ଜଣେ ମନରେ ସନ୍ଦେହ ସୃଷ୍ଟି ହେଉଛି, ପ୍ରଭୁଙ୍କ ମୂର୍ତ୍ତି ସ୍ଥାପନ ହୋଇପାରିବ କି ନାହିଁ। ଚତୁର୍ମୁଖ ବ୍ରହ୍ମା ସ୍ୱତନ୍ତ୍ର ନୁହନ୍ତି। ତାଙ୍କୁ କେତେବେଳେ ସମୟ ହେବ ସେ ଏଠାକୁ ଆସି ମନ୍ଦିର ପ୍ରତିଷ୍ଠା କଲା ପରେ ଯାଇ ପ୍ରଭୁ ସ୍ଥାପିତ ହେବେ। ତାଙ୍କୁ ନିମନ୍ତ୍ରଣ କରି ଆସିଛି। ଏମିତି ସମୟରେ ତାଙ୍କ ସ୍ଥାପନରେ ଅନ୍ୟ କେହି ପ୍ରଭୁଙ୍କ ମନ୍ଦିରରେ ପ୍ରତିଷ୍ଠା କରିବେ ନାହିଁ। ହେ ରାଜା, ବିଧାତା ନିଶ୍ଚୟ ଆସିବେ ଏବଂ ମନ୍ଦିର ପ୍ରତିଷ୍ଠା ମଧ୍ୟ କରିବେ। ତାପରେ ଯେ ତତ୍ତ୍ୱରୂପୀ ଜନାର୍ଦ୍ଦନ ସିଂହାସନରୂଢ଼ ହେବେ। ତାପରେ ଆପଣଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ବ୍ରହ୍ମଲୋକକୁ ଫେରିଯିବେ। ଆପଣ ଯଥାବିଧି ଉପଚାର ସହିତ ପ୍ରଭୁଙ୍କର ସେବା ପୂଜା କରିବେ। ସ୍ୱୟଂ ପିତାମହ ପ୍ରଭୁଙ୍କ ନିତ୍ୟପୂଜା ଯାନିଯାତ୍ରା ବିଷୟରେ ଯଥାବିଧି ଉପଦେଶ ଦେବେ। ଆପଣ ସେହି ଅନୁସାରେ ସମସ୍ତ ଅନୁଷ୍ଠାନ କରାଇବେ। ଗାଲ ରାଜା ମନ ମଧ୍ୟରେ ଯାହା ଭାବୁଥିଲି, ଇନ୍ଦ୍ରଦ୍ୟୁମ୍ନଙ୍କ ଠାରୁ ଠିକ୍ ସେହି କଥା ଶୁଣି ଆନନ୍ଦିତ ହେଲେ। ଇନ୍ଦ୍ରଦ୍ୟୁମ୍ନଙ୍କ ନିକଟରେ ରହି ଗାଲ ରାଜା ତାଙ୍କର ସମସ୍ତ ଆଦେଶକୁ ଶ୍ରଦ୍ଧାର ସହ ପାଳନ କଲେ। ଗାଲ ରାଜାଙ୍କ ସହାୟତାରେ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ସମସ୍ତ ପଦାର୍ଥ ଯଥାବିଧିରେ ସଂଗ୍ରହ କରାଇ ସାଇତି ରଖିଲେ।
ରାଜା ଇନ୍ଦ୍ରଦ୍ୟୁମ୍ନ ସିଂହାସନ ଉପରେ ଉପବେଶନ କଲେ। ଦେବତାମାନେ ତାଙ୍କୁ ଚାରିପାଖରୁ ଧରି ରଖିଥାନ୍ତି। ସେତିକିବେଳେ ଯଦି ବାଦ୍ୟ ବଂଶୀର ମଧୁର ସ୍ୱରରେ ଚାରିଆଡେ ମୁଖରିତ ହୋଇ ଉଠିଲା। ହସ୍ତୀମାନଙ୍କ ଗଳାରେ ବନ୍ଧା ହୋଇଥିବା ଘଣ୍ଟିର ଶବ୍ଦ ଶୁଣାଗଲା। ଆକାଶରେ ଏକ ତେଜପୁଞ୍ଜ ସୃଷ୍ଟି ହେଲା। ଧରାପୃଷ୍ଠ ସମସ୍ତ ବ୍ୟକ୍ତି ଆକାଶରେ ଦେଖାଯାଉଥିବା ତତ୍ତ୍ୱ ଉଜ୍ଜ୍ୱଳ ଜ୍ୟୋତି ଆଡ଼କୁ ଚାହିଁ ରହିଲେ। କିଛି ସମୟ ପରେ ସେ ଜ୍ୟୋତିର ଦର୍ଶନ ମିଳିଲା। ସମସ୍ତଙ୍କ ଚକ୍ଷୁ ବୁଜି ହୋଇଗଲା। ପରେ 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 ଦେଖାଗଲା ସେଇ ତେଜ ଜ୍ୟୋତି ମଧ୍ୟରେ ପ୍ରଜାପତି ବ୍ରହ୍ମା ବିମାନ ମଧ୍ୟରେ ଅବସ୍ଥାନ କରିଥାନ୍ତି। ଚାରିଦିଗରେ ଶହ ଶହ ସ୍ୱର୍ଣ୍ଣ ହଂସ ସେ ବିମାନକୁ କାନ୍ଧରେ ବହନ କରିଥାନ୍ତି। ଦିକ୍ପାଳଗଣ ହସ୍ତରେ ଚାମର ଧରି ବ୍ୟଞ୍ଜନ କରିଥାନ୍ତି। ଗଙ୍ଗା ଯମୁନା ଦୁହେଁ ତାଙ୍କର ଦୁଇ ପାଖରେ ରହି ତାଙ୍କ ଶରୀରକୁ ଅଭିଷିକ୍ତ କରିଥାନ୍ତି। ଚନ୍ଦ୍ର ସୂର୍ଯ୍ୟ ଦୁଇ ପାଖରେ ରହି ଶ୍ଵେତଛତ୍ର ଧାରଣ କରିଥାନ୍ତି। ଦକ୍ଷିଣରୁ ମନ୍ଦ ମନ୍ଦ ବାୟୁ ପ୍ରବାହିତ କରିଥାନ୍ତି। ଗୌତମାଦି ଋଷିଗଣ ବେଦ ମନ୍ତ୍ର ଉଚ୍ଚାରଣ କରି ବିଧାତାଙ୍କର ସ୍ତୁତିଗାନ ହେଉଥାଏ। ଇନ୍ଦ୍ରଦେବଙ୍କ ସହ ଅନ୍ୟ ରାଜସ୍ୱ ଦେବଗଣ ମଧ୍ୟ ଚତୁର୍ମୁଖଙ୍କୁ ସ୍ତୁତିଗାନ କରିବା ସହିତ ଜୟଗାନ କରୁଥାନ୍ତି। ଆନନ୍ଦରେ ଅପ୍ସରଗଣ ନୃତ୍ୟ କରୁଥାନ୍ତି ଓ ଗନ୍ଧର୍ବଗଣ ମଧୁର ସଙ୍ଗୀତ ଗାନ କରୁଥାନ୍ତି। ଯୁଦ୍ଧ ବିଦ୍ୟାଧରଗଣ ବୀଣା ବାଦନ କରୁଥାନ୍ତି। ତପସ୍ୱୀଗଣ ଦୂରରୁ ବ୍ରହ୍ମାଙ୍କୁ ଉପାସନା କରୁଥାନ୍ତି। ବ୍ରହ୍ମାଙ୍କ ଦୁଇ ପତ୍ନୀ ଶାରଦା ଓ ସାବିତ୍ରୀ ମଧୁର ବଚନ କହି ତାଙ୍କ ମନକୁ ତୋଷ କରୁଥାନ୍ତି। ନରଦାଦି ଋଷି ସିଦ୍ଧଦେବ ଗନ୍ଧର୍ବଗଣ ହସ୍ତରେ ସ୍ୱର୍ଣ୍ଣ ବେତ ଧରି ସୋପାନ ଶ୍ରେଣୀ ଅତିକ୍ରମ କରାଉଥାନ୍ତି। ଏହିପରି ସମୟରେ ଗମନ ପଥ ସଂକୁଚିତ ହୋଇଗଲା। ଆକାଶରୁ ଦେବଗଣ ଶହ ଶହ ବାହନ ପିଠିରେ ବସି ପହଞ୍ଚିବା ନିମନ୍ତେ ପ୍ରତିଯୋଗିତା ଆରମ୍ଭ କରିଦେଲେ। ବେଦପତି ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ଓ ଗାଲରାଜଙ୍କ ସହ ସେଠାରେ ପହଞ୍ଚିଲେ। ମହର୍ଷି ଅମରଗଣ ବ୍ରହ୍ମଙ୍କୁ ପ୍ରଣିପାତ କଲେ। ମହାତ୍ମା ଇନ୍ଦ୍ରଦ୍ୟୁମ୍ନ ପରମ ଭକ୍ତିରେ ନିଜକୁ କୃତ୍ୟ ମନେ କଲେ। ଆନନ୍ଦରେ ତାଙ୍କ ଲୋମ ଟାଙ୍କୁରି ଉଠିଲା। ବ୍ରହ୍ମାଙ୍କୁ ଦେଖି ତାଙ୍କର ବାକ୍ ରୁଦ୍ଧ ହୋଇଗଲା। ସେ କୃତାଞ୍ଜଳି ପୁଟରେ ବ୍ରହ୍ମଦେବଙ୍କ ସମ୍ମୁଖରେ ନିରବରେ ଦଣ୍ଡାୟମାନ ହୋଇ ରହିଲେ। ସପ୍ତବିଂଶ ଅଧ୍ୟାୟ। ବ୍ରହ୍ମଙ୍କ ଆଗମନ ଓ ରଥାରୂଢ଼ ଦେବଚତୁଷ୍ଟୟଙ୍କ ସ୍ତୁତି ଅନ୍ତେ ଭରଦ୍ୱାଜଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରତିଷ୍ଠା ଓ ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ଥାପନା। ଯେମିତି କହୁଥାନ୍ତି, ଶେଷରେ ବ୍ରହ୍ମାଙ୍କ ବିମାନ ଭୂପୃଷ୍ଠରେ ଅବତୀର୍ଣ୍ଣ ହେଲା। ବିମାନରୁ ଓହ୍ଲାଇବା ପାଇଁ 4 ହାତ ଉଚ୍ଚତା ବିଶିଷ୍ଟ ଏବଂ ସ୍ୱର୍ଣ୍ଣରତ୍ନ ନିର୍ମିତ ଏକ ଆବଚ ଶ୍ରେଣୀକୁ ବିମାନ ସହ ସଂଯୁକ୍ତ କରାଗଲା। ବ୍ରହ୍ମାଙ୍କ ବିମାନ ମନ୍ଦିର ମଧ୍ୟବର୍ତ୍ତୀ ସ୍ଥାନ ଇନ୍ଦ୍ରଧନୁ ତୁଲ୍ୟ ଜାଜ୍ୱଲ୍ୟମାନ ହେଉଥାଏ। ଗନ୍ଧର୍ବ ରାଜାଗଣ ହାତରେ ସୁବର୍ଣ୍ଣ ବେତ ଧରି ବ୍ରହ୍ମାଙ୍କୁ ବାଟ କଢାଉଥାନ୍ତି। ବ୍ରହ୍ମା ଦୁର୍ବାସ ଓ ନାରଦଙ୍କ ହାତ ଧରି ବିମାନରୁ ଓହ୍ଲାଇ 3 ରଥ ନିକଟରେ ପହଞ୍ଚି ରଥ ଓ ଅଳଙ୍କୃତ ହୋଇଥିବା ମନ୍ଦିରକୁ ଦେଖି ସ୍ମିତହସ୍ତେ କଲେ। ବ୍ରହ୍ମାଙ୍କ ଆଗମନରେ ଦେବଗଣ ଓ ବିଶୁଦ୍ଧଗଣ ତାଙ୍କର ସ୍ତୁତି ଆରମ୍ଭ କଲେ। ପିତାମହ ଯେଉଁଆଡ଼କୁ ଦେଖୁଥାନ୍ତି ସେପଟେ ସମସ୍ତେ ମସ୍ତକରେ 2 କର ଯୋଡ଼ି ପ୍ରଣାମ କରିଥାନ୍ତି। ରାଜା ଇନ୍ଦ୍ରଦ୍ୟୁମ୍ନ ଯାଇ ବ୍ରହ୍ମାଙ୍କ ଚରଣ ତଳେ ନମସ୍କାର କଲେ। ବ୍ରହ୍ମା ଦେଖିଲେ ସେଠାରେ ବ୍ରହ୍ମର୍ଷି, ପିତୃପୁରୁଷ, ତାପସ, ଯକ୍ଷ, ସିଦ୍ଧଗଣ, ଦେବତାଗଣ, ବିଦ୍ୟାଧର, ଗନ୍ଧର୍ବ, ଅପ୍ସରାଗଣ ଜୟ ଘୋଷ କରୁଛନ୍ତି। ବିଧାତା ଇନ୍ଦ୍ରଦ୍ୟୁମ୍ନଙ୍କୁ ଆଙ୍ଗୁଳି ଦେଖାଇ ମୃଦୁ ମୃଦୁ ଭାଷାରେ କହିଲେ, ଇନ୍ଦ୍ରଦ୍ୟୁମ୍ନ, ତୁମର କି ଭାଗ୍ୟ! ତୁମ ଭାଗ୍ୟ ବଳରେ ସପ୍ତଲୋକ ବଶୀଭୂତ ହୋଇଛନ୍ତି। ତୁମ କାର୍ଯ୍ୟ ସାଧ୍ୟ ନିମନ୍ତେ ସପ୍ତଲୋକବାସୀ ଆମ ସହିତ ଏଠାରେ ଉପସ୍ଥିତ ହୋଇଛନ୍ତି। ଏହାପରେ ନାରାୟଣଙ୍କ ରଥ ସମୀପକୁ ଯାଇ ରଥକୁ ତ୍ରିବାର ପ୍ରଦକ୍ଷିଣ କଲେ। ତାଙ୍କୁ ନିଜର ଆତ୍ମସ୍ୱରୂପ ପ୍ରତ୍ୟକ୍ଷ କରି ସ୍ତୁତି ଆରମ୍ଭ କଲେ। ଏଥିରେ କହିଲେ, ହେ ବିଶ୍ୱାତ୍ମା, ନିଜ ସଂଗତରେ ଆପଣଙ୍କୁ ନମସ୍କାର କରୁଛି। ଯେହେତୁ ଆପଣ ମୋର ସ୍ୱରୂପ ଅଟନ୍ତି ଏବଂ ମୁଁ ଆପଣଙ୍କ ସ୍ୱରୂପ, ତେଣୁ ଆମେ ଦୁଇ ଅଭିନ୍ନ ଆତ୍ମା। ତେଣୁ ପୁଣି ଥରେ ଆପଣଙ୍କୁ ନମସ୍କାର କରୁଛି। ମୋ ସହ ଚରାଚର ଜଗତ ଆପଣଙ୍କ ମାୟାର ବିଳାସ ଅଟନ୍ତି। ବାସ୍ତବରେ ସମସ୍ତେ ଆପଣଙ୍କ ମାୟାରୁ ଉତ୍ପନ୍ନ ହୋଇଛନ୍ତି, ସବୁ ଦୃଶ୍ୟ ବସ୍ତୁ ପ୍ରତିବିମ୍ବ ଭଳି। ହେ ପ୍ରଭୁ, ଆପଣଙ୍କୁ ବୁଝି ନ ପାରି ଦୃଶ୍ୟ ବସ୍ତୁକୁ ପରମାର୍ଥ ରୂପେ ଜ୍ଞାନ କରନ୍ତି। ଦୃଶ୍ୟ ଜଗତ ରଜକୁ ସର୍ପ ଜ୍ଞାନ କଲାବେଳେ ଅମିତ ରୂପରେ ପରିପ୍ରକାଶ ହେଉଥାଏ। ଜାଗତିକ ବସ୍ତୁ ସର୍ବାବିଲୀନ ହେଲେ କେବଳ ଆପଣ ହିଁ ଅବଶେଷ ରହିଥାନ୍ତି। ଜଗତରେ କେଉଁ ବସ୍ତୁ ସତ୍ୟ କେଉଁଟା ଅସତ୍ୟ ଏକଥା ବିଚାର କଲେ ସତ୍ୟକୁ ବାକ୍ୟରେ ପରିପ୍ରକାଶ କରିହେବ ନାହିଁ। ସମସ୍ତ ଦୃଶ୍ୟବସ୍ତୁ ଆପଣଙ୍କଠାରୁ ଭିନ୍ନ ନୁହେଁ। ଆପଣ ନିଜର ସତ୍ତା ନିଜେ ହିଁ ପରିପ୍ରକାଶ କରନ୍ତି। ଜଗତରେ ସମସ୍ତ ପ୍ରାଣୀ ବିଷୟାନନ୍ଦକୁ ଇଚ୍ଛା କରି ଜୀବନ ଧାରଣ କରିଥାନ୍ତି। ମାତ୍ର ଆପଣ ନିରାକାର ଓ ନିର୍ବିକାର। ଜଗତରେ ପ୍ରପଞ୍ଚ ରୂପେ ପରିପ୍ରକାଶ ହେଉଥିଲେ ମଧ୍ୟ ବି ପ୍ରପଞ୍ଚଠାରୁ ବହୁ ଦୂରରେ ରହିଥାନ୍ତି। ଆପଣଙ୍କ ମାୟାରେ ଭ୍ରମିତ ହୋଇ ମୁଁ ସଦାସର୍ବଦା ସୃଷ୍ଟି ରଚନାରେ ବ୍ୟାପୃତ ହୋଇଥାଏ। ମାତ୍ର ସେହି କାର୍ଯ୍ୟରେ ମୋତେ ଶାନ୍ତି ମିଳିନି। ଏକଥା ଆପଣ ମଧ୍ୟ ଜାଣନ୍ତି। ଆପଣଙ୍କ ନାଭି କମଳରେ ମୋର ଜନ୍ମ। ସେ ନାଭି କମଳରେ ଅନେକ ଦିନ ରହି ଆପଣଙ୍କୁ ସ୍ତୁତି କରିଛି। ମାତ୍ର ଆପଣଙ୍କ ମାୟାକୁ ବୁଝିପାରିଲି ନାହିଁ। ଏହି ବ୍ରହ୍ମାଣ୍ଡ ସୃଷ୍ଟିରେ ଆପଣ ମୋତେ ଜନ୍ମ ଦେଇଛନ୍ତି। ସେପରି କୋଟି କୋଟି ବ୍ରହ୍ମାଣ୍ଡ ସୃଷ୍ଟି ନିମନ୍ତେ କୋଟି କୋଟି ବ୍ରହ୍ମକୁ ଆପଣ ସୃଷ୍ଟି କରିଛନ୍ତି।
3.5 କୋଟି ବ୍ରହ୍ମାଙ୍କ ମଧ୍ୟରୁ ମୁଁ ଜଣେ। ମୁଁ କେବଳ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛି। ମୁଁ ଆପଣଙ୍କ ମହିମାକୁ ଯେପରି ବୁଝିଛି ଅନ୍ୟ ବ୍ରହ୍ମାମାନେ ସେପରି ବୁଝିବା ନିମନ୍ତେ ସକ୍ଷମ ହୋଇପାରୁନାହାନ୍ତି। ହେ ପ୍ରଭୁ, ମୁଁ ଆପଣଙ୍କ ଚୈତନ୍ୟ ରୂପକୁ ପ୍ରଣାମ କରୁଛି। ଆପଣ ସମସ୍ତ ଦେବତାଙ୍କର ଆରାଧ୍ୟ ଦେବତାମାନେ ଅଧିଦେବ ରୂପରେ ଆସି ଆପଣଙ୍କୁ ନମସ୍କାର କରୁଛି। ଅଧିଦେବ ରୂପରେ ପ୍ରକାଶିତ ହୁଅନ୍ତୁ। ମାତ୍ର ଆପଣ ଏକମାତ୍ର ଦିବ୍ୟ ରୂପଧାରୀ। ଏଣୁ ମୁଁ ଆପଣଙ୍କୁ ବାରମ୍ବାର ନମସ୍କାର କରୁଛି। ଆପଣ ଜରା ମୃତ୍ୟୁର ଅତୀତ ଅଟନ୍ତି। ଜ୍ୱଳନ୍ତ ଅଗ୍ନିର ତେଜ ସ୍ୱରୂପ ଅଟନ୍ତି। ହେ ମୃତ୍ୟୁର ମୃତ୍ୟୁ ସ୍ୱରୂପ, ଶରଣାଗତ ବ୍ୟକ୍ତିର ମୃତ୍ୟୁ ବିନାଶକ ଓ ଭକ୍ତଗଣଙ୍କ ପ୍ରିୟ ଆନନ୍ଦଦାୟକ ହେ ଜଗତ୍ ପିତା, ମୁଁ ଆପଣଙ୍କୁ ନମସ୍କାର କରୁଛି। ଆପଣ ଅଜ୍ଞାନ ଅନ୍ଧକାରକୁ ଦୂର କରିବା ନିମନ୍ତେ ସୂର୍ଯ୍ୟ ସମ ଅଟନ୍ତି। ଶରଣାଗତଙ୍କ ଦୁଃଖ ଦୂର କରିଥାନ୍ତି ମଧ୍ୟ। ହେ ଜୀବମାନଙ୍କ ତ୍ରିବିଧ ତାପ ବିନାଶକ କୃପାସାଗର, ମୁଁ ଆପଣଙ୍କୁ ନମସ୍କାର କରୁଛି। ହେ ଶରଣାସୁଧର କରୁଣା ସାଗର, ଦୟାବନ୍ତ ପରାତ୍ପର, ଭକ୍ତଙ୍କ ପାପ ବିନାଶକ ଅପାର ସଂସାର ସାଗରର ତ୍ରାଣକାରୀ ବ୍ରହ୍ମସ୍ୱରୂପୀ ନାରାୟଣ, ମୁଁ ଆପଣଙ୍କ ଶ୍ରୀ ପାଦ ପଦ୍ମରେ ପ୍ରଣିପାତ କରୁଛି। ଏ ସୃଷ୍ଟିର ଭାରକୁ ଲାଘବ କରିବା ନିମନ୍ତେ ମୁଁ ଆପଣଙ୍କୁ ପ୍ରାର୍ଥନା କରିଥିଲି। ହେ ସଚ୍ଚିଦାନନ୍ଦ ସ୍ୱରୂପ, ମୁଁ କରିଥିବା ପ୍ରାର୍ଥନାକୁ କୃପା କରି ଆପଣ ପୂରଣ କରନ୍ତୁ। ହେ କୃପା ସିନ୍ଧୁ, ଜଗତର ଲୀଳା ନିମନ୍ତେ ଆପଣ ମୋତେ ଆପଣଙ୍କଠାରୁ ଅଲଗା କରି ଏ ଜଗତ ରୂପକ କାରାଗାର ମଧ୍ୟରେ ରହି ଅଜ୍ଞାନ ରୂପକ ଅନ୍ଧକାର ମଧ୍ୟରେ ବୁଡ଼ାଇ ରଖିଛନ୍ତି। ଏହି ବନ୍ଧନକୁ କେବଳ ଆପଣ ହିଁ ଉଦ୍ଧାର କରିପାରିବେ। ମୁକ୍ତିଦ୍ୱାରର ସନ୍ଧାନ କରୁ କରୁ ଅନନ୍ତ କାଳ ପର୍ଯ୍ୟନ୍ତ ଜଗତରେ ଭ୍ରମଣ କରିଛି, ମାତ୍ର ସେଥିରେ ସଫଳ ହୋଇପାରେ ନାହିଁ। ହେ ଦେବ, ଆପଣ ହିଁ ଏକମାତ୍ର ଆରାଧ୍ୟ। ଦେବାସୁରଗଣ ସଦାସର୍ବଦା ଆପଣଙ୍କ ରଚନା କରିଥାନ୍ତି। ହେ ସୁଧାନିଧି, ଆପଣ ଚନ୍ଦ୍ରମା ଭଳି ତାପ ହରଣ କରିଥାନ୍ତି। ହେ ଦୀନଜନକ ବନ୍ଧୁ, କଳ୍ପବୃକ୍ଷ ସମ ଭକ୍ତର ମନୋରଥ ପୂରଣ କରିଥାନ୍ତି। ହେ ଦୀନ ଅନାଥ ପ୍ରଣତ ଭକ୍ତଜନକ କ୍ଲେଶ ବିନାଶକ, ମୁଁ ଆପଣଙ୍କ ପାଦ ତଳେ ପ୍ରଣାମ କରୁଛି। ହେ ନାଥ, ସଂସାର ଦୁଃଖ ସାଗରରେ ନିମଗ୍ନ ଜଗତ୍ପିତା ଜଗନ୍ନାଥଙ୍କୁ ଏହିପରି ଭାବରେ ପ୍ରାର୍ଥନା କରି ଶ୍ରୀ ଅନନ୍ତ ବଳଭଦ୍ର ରୂପରେ ଅବତୀର୍ଣ୍ଣ ସେହି ପ୍ରଭୁଙ୍କ ନିକଟରେ ପହଞ୍ଚି ତାଙ୍କ ଭକ୍ତିର ସହ ପ୍ରଣାମ କଲେ। ତାପରେ ବଳଭଦ୍ରଙ୍କୁ ସ୍ତୁତି କରିବାକୁ ଲାଗିଲେ। ସ୍ତୁତିରେ ସେ କହିଲେ, ହେ ନାଥ, ଆପଣ ଦେବତାମାନଙ୍କର ସ୍ୱାମୀ ଅଟନ୍ତି। ଆପଣ ମସ୍ତକ ଆକାଶ, ଶରୀର ଜଳଦି, ମୁଖ ବହ୍ନି, ପାଦ ଧରିତ୍ରୀ, ଅଣଚାଷ ପବନ ଆପଣଙ୍କ ନିଶ୍ୱାସ, ଚନ୍ଦ୍ର ସୂର୍ଯ୍ୟ ଆପଣଙ୍କର ଦୁଇ ଆଖି, ସକଳ ଦିଗ ଆପଣଙ୍କର ବାହୁ, 14 ଭୁବନର ମୂଳ ସ୍ତମ୍ଭ, ଜ୍ଞାନ ଦର୍ପଣ ସ୍ୱରୂପ ହେ ପ୍ରଭୁ, ମୁଁ ଆପଣଙ୍କ ଚରଣ ତଳେ ପ୍ରଣତି ଜଣାଉଛି। ଆପଣଙ୍କ ପାଦପଦ୍ମକୁ ଆଶ୍ରୟ କଲେ ସମସ୍ତ ପାପ ତାପ ନଷ୍ଟ ହୋଇଯାଏ। ଆପଣଙ୍କ ଅନନ୍ତ ମୁଖ, ଚକ୍ଷୁ, କର୍ଣ୍ଣ, ଅନନ୍ତ ହସ୍ତପଦକୁ ମୁଁ ପ୍ରଣାମ କରୁଛି। ହେ ଆଦି ଅନ୍ତ ବିହୀନ ବିଶ୍ୱବ୍ରହ୍ମାଣ୍ଡର ମହାମୂଳ ରୂପୀ, ଆପଣ ସୂର୍ଯ୍ୟ ସମ ତମ ରାଶିକୁ ଦୂର କରିଥାନ୍ତି। ଆପଣ ଦେବତ୍ରୟ ସ୍ୱରୂପ। ଆପଣଙ୍କ କୃପା ମିଳିଲେ ଆଧ୍ୟାତ୍ମିକ, ଆଦି ଦୈବିକ ଓ ଆଦି ଭୌତିକ ଦୋଷ ପ୍ରଶମିତ ହୋଇଯାଏ। ବ୍ରହ୍ମା ବିଷ୍ଣୁ ମହେଶ୍ୱର ଏହି ତ୍ରିମୂର୍ତ୍ତି ତତ୍ତ୍ୱରେ ଅବତୀର୍ଣ୍ଣ ଆପଣଙ୍କୁ ପ୍ରଣାମ କରୁଛି। ହେ ପ୍ରଭୁ, ଆପଣ ନିଜ ମସ୍ତକରେ ଥିବା ଫଣାସ୍ଥିତ ମଣିର କଣା ତୁଲି ବିଶାଳ କ୍ଷିତିମଣ୍ଡଳକୁ ଧାରଣ କରିଛନ୍ତି। ହେ କାଳାଗ୍ନି, ରୁଦ୍ର ମହାରୁଦ୍ର ସ୍ୱରୂପ, ଯେତେବେଳେ ମହାପ୍ରଳୟ ହୁଏ ଏବଂ ମହାନବ ଜଳରାଶି ପୀଠ ହୋଇ ସମସ୍ତ ଜଗତକୁ ପ୍ଲାବିତ କରିଦିଏ, ସେତିକିବେଳେ ଆପଣ ନିଜ ଶରୀରକୁ ମୁଣ୍ଡଳୀକୃତ କରି ତହିଁରେ ଶଯ୍ୟା ରଚନା କରି ନିଜ ଫଣାକୁ ଛତ୍ରାକାର କରି ତା ମଧ୍ୟରେ ଶିଖର ଯୋଗ ନିଦ୍ରା ଶୋଇଥାନ୍ତି। ହେ ନାଥ, ଆପଣ ସକଳ ଜଗତର ସୃଷ୍ଟି ପାଳନ ଓ ସଂହାର କରିତେ ଅଟନ୍ତି। ଆପଣ ହିଁ ଏକାଏ ଧରାମଣ୍ଡଳକୁ କାଳ କାଳ ଧରି ନିଜ ମସ୍ତକ ଉପରେ ଧରି ରଖିଛନ୍ତି। ଆମମାନଙ୍କର ମୂଳ କାରଣ, ଯାହାଙ୍କ ମହିମା ବେଦାନ୍ତ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ଆପଣ ତାଙ୍କଠାରୁ କେବେ ହେଲେ ଭିନ୍ନ ନୁହନ୍ତି। ସେ କେବଳ ଅନିର୍ବାଚନୀୟ ରୂପ ଧାରଣ କରି ଆପଣଙ୍କଠାରୁ ଭିନ୍ନ ହୋଇ ବିରାଜିତ ହୋଇଛନ୍ତି। ଆପଣ ନିଜେ ଶଯ୍ୟା ଓ ଶୟନକର୍ତ୍ତା। ଆପଣ ଛାଦକ ଓ ଛାଦ୍ୟ ନାରାୟଣ। ଆପଣଙ୍କୁ କେହି ରାମ କୁହେ ତ କେହି କୃଷ୍ଣ ବୋଲି କୁହେ। ରାମ ଓ କୃଷ୍ଣଙ୍କ ଭିତରେ କିଛି ପ୍ରଭେଦ ନାହିଁ। ହେ ପ୍ରଭୁ, ଆମମାନଙ୍କ ପ୍ରତି ପ୍ରସନ୍ନ ହୁଅନ୍ତୁ। ବ୍ରହ୍ମା ଏହିପରି ସ୍ତୁତି କରି ବଳରାମଙ୍କ ପାଦ ତଳେ ପ୍ରଣିପାତ କଲେ। ତାପରେ ବିଷ୍ଣୁ ଶକ୍ତି ଓ ସୁଭଦ୍ରିକାଙ୍କ ରଥ ନିକଟରେ ଉପସ୍ଥିତ ହୋଇ ସ୍ତୁତି ଆରମ୍ଭ କଲେ। ସୁଭଦ୍ରା ଦେବୀଙ୍କ ସ୍ତୁତିରେ ବ୍ରହ୍ମା କହିଲେ, ହେ ମା ଜଗତ ଜନନୀ, ସୁପ୍ରସନ୍ନ ହୁଅ। ହେ ବିଶ୍ୱେଶ୍ୱରୀ ଜଗଦମ୍ବେ, କାର୍ଯ୍ୟକାରଣ କର୍ତ୍ରୀ, ସକଳ ଶକ୍ତି ସ୍ୱରୂପିଣୀ, ମୁଁ ଆପଣଙ୍କୁ ପ୍ରଣାମ କରୁଛି। ହେ ଦେବୀ, ତୁମେ କୈବଲ୍ୟ ସୁଖ ପ୍ରଦାନକାରିଣୀ, ସକଳ ଜୀବର ହୃଦୟରେ ବାସ କରିଥାଏ। ତୁମେ ଜ୍ଞାନ ରୂପରେ, ମୋହ ରୂପରେ, ଦେବାରୀ ରୂପରେ ମଧ୍ୟ ବିରାଜିତ ହୋଇଥାଉ। ହେ ବିଷ୍ଣୁ ମାୟା ସ୍ୱରୂପିଣୀ, ବିଷ୍ଣୁ ହୃଦୟ କମଳ ବିହାରିଣୀ, ମା କମଳା ରୂପୀ ବିରାଜିତ ହେଲେ ବି ଗୌରୀ ସଚୀ କାତ୍ୟାୟନୀ ରୂପରେ ଖ୍ୟାତ ହୋଇଥାଉ। ହେ ମାତା, ତୁମେ ସମସ୍ତ ବସ୍ତୁ ଜଗତର ଶକ୍ତି ରୂପୀ ବିରାଜିତା, ସକଳ ଜଗତର ଆତ୍ମସ୍ୱରୂପ। ତୁମର ସ୍ତୁତି କରିବାକୁ କିଏ ବା ସମର୍ଥ ହେବ? ହେ ଭଦ୍ରଦାୟିନୀ, ତୁମେ ଭଦ୍ର ରୂପରେ ଖ୍ୟାତା। ସୁଭଦ୍ରେ, ତୁମର ଜୟ ହେଉ। ହେ ମା ଭଦ୍ରକାଳୀ, ତୁମକୁ ନମସ୍କାର କରୁଛି। ତୁମେ ଜଗତ ଜନନୀ, ନାରାୟଣୀ ଜଗତ ମାତା। ଏ ଜଗତରେ ଯେତେ ସ୍ତ୍ରୀ ମୂର୍ତ୍ତି ଅଛନ୍ତି, ତୁମେ ସେ ସମସ୍ତଙ୍କ ଭିତରେ ବିଦ୍ୟମାନ।
ନାରାୟଣ ସମସ୍ତ ପୁରୁଷଙ୍କ ମଧ୍ୟରେ ରହିଛନ୍ତି, ଏଣୁ ତୁମ ଦୁହିଁଙ୍କ ମଧ୍ୟରୁ କୌଣସି ପ୍ରଭେଦ ନାହିଁ। ଏ ସଂସାରରେ ତୁମଠୁ ଶ୍ରେଷ୍ଠ ଶ୍ରେଷ୍ଠ ବସ୍ତୁ ଆଉ କିଛି ନାହିଁ। ବିଷ୍ଣୁ ମାୟାରେ ପ୍ରବର୍ତ୍ତିତ ହୋଇ ତୁମେ ଆମକୁ ଆମକୁ କାର୍ଯ୍ୟରେ ଲଗାଇଥାଅ। ଆମେ ତୁମରି ନିର୍ଦ୍ଦେଶରେ ଜଗତ ମଧ୍ୟରେ ଭ୍ରମଣ କରିଥାଉ। ହେ ପରମା ବୃତ୍ତି ପ୍ରବୃତ୍ତି କ୍ଷୁଦ୍ର ନିଦ୍ର ଭକ୍ତବାଂଛା କଳ୍ପତରୁ କାମପ୍ରଦା ମା, ମୁଁ ତୁମ ପାଖରେ ପ୍ରଣତି ଜଣାଉଛି। ଏ ସମସ୍ତ ଜୀବଙ୍କର ମୁକ୍ତି ପ୍ରଦାୟିନୀ ଭାବବନ୍ଧନର କାରଣ ରୂପା ମୁଁ ତୁମକୁ ପ୍ରଣାମ କରୁଛି। ତୁମ କୃପା କଟାକ୍ଷ ମୋ ପ୍ରତି ନିକ୍ଷେପ କରି ମୋର ପରିତ୍ରାଣ କର। ଏହିପରି ସୁଦର୍ଶନଙ୍କୁ ସ୍ତୁତି କରି ବ୍ରହ୍ମଦେବ ନାରଦ ଓ ଇନ୍ଦ୍ରଦେବ ଦେଖାଉଥିବା ପଥରେ ନୀଳାଚଳ ଉପରେ ମହାପ୍ରଭୁଙ୍କ ନିମିତ୍ତ ମନ୍ଦିର ଦେଖିବା ନିମନ୍ତେ ଗମନ କଲେ। ତାଙ୍କର ସମସ୍ତ ଦେବତାଗଣ ଥାନ୍ତି। ମନ୍ଦିର ମଧ୍ୟ ନିମିତ୍ତ ଯଜ୍ଞଶାଳା ଦେଖି ପିତାମହ ଅତ୍ୟନ୍ତ ପ୍ରୀତ ହେଲେ। ନିଜ ନିଜ ଗୁଣକୁ ନେଇ ସେମାନଙ୍କ ନିମନ୍ତେ ଚିହ୍ନିତ ଆସନମାନଙ୍କରେ ଦେବତାଗଣ ଋଷିଗଣ ବୈଷ୍ଣବାଦୀ ସାଧୁଗଣ ତପସ୍ୱୀଗଣ ଆସୀନ ହେଲେ। ବ୍ରହ୍ମାଙ୍କ ନିମନ୍ତେ ରାଜା ଇନ୍ଦ୍ରଦ୍ୟୁମ୍ନ ଦିବ୍ୟ ସିଂହାସନ ଅଣାଇଲେ। ତାପରେ ତାଙ୍କୁ ଯଥାବିଧି ଉପବେଶନ କରାଇ ତାଙ୍କଠାରୁ ଆଦେଶ ନେଇ ଭରଦ୍ୱାଜ ଋଷିଙ୍କୁ ବରଣ କରି ବସାଇଲେ। ତତ୍ପଶ୍ଚାତ୍ ହୋମ ଓ ବଳି ଆଦି କର୍ମ ନିମନ୍ତେ ଆବଶ୍ୟକ ଦେବତାଗଣଙ୍କୁ ଗନ୍ଧପୁଷ୍ପ ମାଲ୍ୟାଦି ଦେଇ ଅର୍ଚ୍ଚନା କଲେ। ପୂଜିତ ଦେବଗଣ ନିଜ ନିଜ ଆସନରେ ବସି ବିଷ୍ଣୁଙ୍କୁ ଧ୍ୟାନ କରିବାକୁ ଲାଗିଲେ। ସେପଟେ ଭରଦ୍ୱାଜ ଯଜ୍ଞ ଆରମ୍ଭ କଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ଓ ସକଳ ଦେବାଦେବୀଗଣ ବେଦପତି ବ୍ରହ୍ମାଙ୍କର ଅର୍ଚ୍ଚନା କଲେ। ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରସାଦରେ ଯେତେ ନରନାରୀ ରାଜା ଦେବଗଣ ଆଦି ଉପସ୍ଥିତ ଥିଲେ, ଦେହଧାରୀ ହୋଇ ପ୍ରତ୍ୟକ୍ଷ ବ୍ରହ୍ମାଙ୍କୁ ଦର୍ଶନ କରି ଜୀବନମୁକ୍ତ ହୋଇଗଲେ। ଭରଦ୍ୱାଜ ପ୍ରତିଷ୍ଠା କର୍ମ ଆରମ୍ଭ କରି ଦାରୁମୂର୍ତ୍ତିରେ ଜୀବନ୍ୟାସ ନିମନ୍ତେ ବ୍ରହ୍ମାଙ୍କୁ ଅନୁରୋଧ କଲେ। ବ୍ରହ୍ମା ସ୍ୱସ୍ତିୟନ କର୍ମ ଆରମ୍ଭ କଲେ। ନାରଦ ଆଦି ଦେବର୍ଷି ଓ ମହର୍ଷିମାନେ ପଣ୍ଡିତ ବ୍ରାହ୍ମଣଗଣ ନିଜ ନିଜ ଆସନ ପରିତ୍ୟାଗ କରି ଛିଡ଼ା ହୋଇଗଲେ। ଗନ୍ଧର୍ବଗଣ ମଧୁର ସଙ୍ଗୀତ ଗାନ କଲେ। ଅପ୍ସରାଗଣ ନୃତ୍ୟ ପ୍ରଦର୍ଶନ କଲେ। ବ୍ରାହ୍ମଣମାନେ ଶକୁନ ସୂକ୍ତ ପାଠ କରିଛନ୍ତି। ଶଙ୍ଖ କାହାଳି ମୃଜ ଭେରୀ ବେଣୁ ଆଦିର ସ୍ୱନ ବାୟୁମଣ୍ଡଳରେ ଧ୍ୱନିତ ହୋଇ ଉଠିଲା। ବ୍ରହ୍ମର୍ଷି ଦେବଗଣ ଦେବତାଗଣ ରଥ ଉପରକୁ ଚଢ଼ି ଭକ୍ତିର ସହିତ ଚତୁର୍ଦ୍ଧାମୂର୍ତ୍ତିଙ୍କର ପାର୍ଶ୍ୱଦ୍ୱୟ ମସ୍ତକ ଓ ପାଦ ଯୁଗଳକୁ ସାବଧାନରେ ହାତରେ ଟେକି ଧରି ରଥରୁ ଓହ୍ଲାଇ ଧୀରେ ଧୀରେ ମନ୍ଦିର ସମୀପକୁ ନେଇଗଲେ। ଆକାଶରୁ ପାରିଜାତ ପୁଷ୍ପର ବର୍ଷା ହେଉଥାଏ। ସ୍ୱୟଂ ବ୍ରହ୍ମା ଜୟଘୋଷ କରୁଥାନ୍ତି। ତାଙ୍କ ମୁଖରୁ ଜୟ କୃଷ୍ଣ ଜଗନ୍ନାଥ, ଜୟ ସର୍ବାଗ ନାଶନ, ଜୟ ଲୀଳା ଦରଦେବତନୁ, ଜୟ ବାଞ୍ଛା ଫଳପ୍ରଦ, ଜୟ ସଂସାର ସମଗ୍ର ଲୀଳୋଦ୍ଧାର, ଜୟ ଜୟ ଅବ୍ୟୟ, ଜୟ ଜୟ ଅନ୍ନକୂପ ପଥୋଦଧେ, ଜୟ ଜୟ ଦୀନପରାୟଣ, ଜୟ ଅଚ୍ୟୁତ, ଜୟ ଅନନ୍ତ, ଜୟ ଈଶାନ ନିଗତ ହେଉଥାଏ। ବ୍ରହ୍ମାଙ୍କ ସ୍ତୁତି ସହ ଦେବର୍ଷି ନାରଦ ବିନା ବାଦନ କରି ସ୍ତୁତି କରୁଥାନ୍ତି। ସୂର୍ଯ୍ୟ ଓ ଚନ୍ଦ୍ର ଜଗନ୍ନାଥଙ୍କ ପଛପଟେ ରହି ମଣ୍ଡକ ଉପରେ ରତ୍ନଛତ୍ର ଧାରଣ କରିଥାନ୍ତି। ମସ୍ତକ ଉପରେ ରତ୍ନଛତ୍ର ଧାରଣ କରିଥାନ୍ତି। ଉପସ୍ଥିତ ଦେବତାଗଣ ଦିବ୍ୟ ଦୀପଗନ୍ଧ ଧୂପିତ କରିଥାନ୍ତି। ଅସଂଖ୍ୟ ଯୁବକଗଣ ଉଭୟ ପାର୍ଶ୍ୱରୁ ଦଣ୍ଡାୟମାନ ହୋଇ ଭକ୍ତିର ସହ ଚାମର ଚାଳନ କରିଥାନ୍ତି। ଏହିପରି ଭାବରେ ଆନନ୍ଦ ଉତ୍ସବ ମଧ୍ୟରେ ସମସ୍ତେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେଇ ମନ୍ଦିର ସମ୍ମୁଖସ୍ଥ ରତ୍ନ ସମ୍ଭଯୁକ୍ତ ମଣ୍ଡପରେ ଅଭିଷେକ ନିମନ୍ତେ ବସାଇଲେ। ଦେବତାଙ୍କ ପ୍ରତିବିମ୍ବ ଦର୍ପଣରେ ସୁଗନ୍ଧି ତୈଳତ ଦ୍ରବ୍ୟ ପ୍ରଦାନ କଲେ। କର୍ପୂର ଚନ୍ଦନ ସୁବାସ୍ତ ଜଳରେ ପୂର୍ଣ୍ଣ କରି କଳସ ସ୍ଥାପନ କଲେ। ଦେବୀସୂକ୍ତ ଓ ପୁରୁଷସୂକ୍ତ ମନ୍ତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଅଭିଷେକ କରାଗଲା। ତାପରେ ସେମାନଙ୍କୁ ସୁଗନ୍ଧିମାଳା ବିବିଧ ଅଳଙ୍କାର ଅର୍ପଣ କରାଗଲା। ବେଦମନ୍ତ୍ର ଉଚ୍ଚାରଣ ସହ ଦେବତାମାନଙ୍କୁ ରମଣୀୟ ରତ୍ନ ସିଂହାସନରେ ବିରାଜମାନ କରାଗଲା। ବ୍ରହ୍ମଦେବ ପୁଣି ତାଙ୍କର ସ୍ତୁତି ଗାନ କଲେ। ସେ କହିଲେ, ହେ ପ୍ରଭୁ, ଆପଣ ସର୍ବଲୋକରେ ପ୍ରତିଷ୍ଠିତ, ଜଗତର ଆଧାର, ସର୍ବବ୍ୟାପୀ ଅଟନ୍ତି। କୃପା କରି ପ୍ରସାଦ ମଧ୍ୟରେ ଅବସ୍ଥାନ କରନ୍ତୁ। ଆପଣ ଚିରକାଳ ଏହି ସ୍ଥାନରେ ରହି ଆମ୍ଭମାନଙ୍କର ମନୋରଥକୁ ପୂର୍ଣ୍ଣ କରନ୍ତୁ। ଆପଣଙ୍କ ଆଦେଶରେ ମନ୍ଦିର ପ୍ରତିଷ୍ଠା କର୍ମ ସମ୍ପନ୍ନ ହେଲା। ଏପରି ପ୍ରାର୍ଥନା ଉପରନ୍ତେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ନାନ କରାଇ ବ୍ରହ୍ମା ପ୍ରଭୁଙ୍କର ହୃଦୟ କମଳକୁ ସ୍ପର୍ଶ କରି ଅନୁଷ୍ଠୁପ ମନ୍ତ୍ରକୁ 1000 ଥର ଜପ କଲେ। ବୈଶାଖ ଶୁକ୍ଳ ଅଷ୍ଟମୀ ପୁଷ୍ୟ ନକ୍ଷତ୍ରରେ ଏହି ପ୍ରତିଷ୍ଠା କର୍ମ ସମ୍ପାଦିତ ହୋଇଥିଲା। ସେଦିନ ମଧ୍ୟ ଗୁରୁବାର ଥିଲା। ତେଣୁ ଏହି ଦିନ ଅତ୍ୟନ୍ତ ପୁଣ୍ୟତମ। ଏହି ଦିନ ସ୍ନାନ ଦାନ ତପ ଯଜ୍ଞାଦି କର୍ମ କଲେ ସମସ୍ତ କର୍ମ ଅକ୍ଷୟ ହୁଏ। ଏହି ଦିବସରେ ଯେଉଁମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦର୍ଶନ କରନ୍ତି ଓ ଭକ୍ତି ପ୍ରଦର୍ଶନ କରନ୍ତି, ତେବେ ତାଙ୍କର କୋଟି ଜନ୍ମର ପାପ କ୍ଷୟ ହୁଏ ଓ ସେମାନେ ମୁଖ୍ୟ ବ୍ୟକ୍ତି ହୁଅନ୍ତି। ଅଷ୍ଟାବିଂଶ ଅଧ୍ୟାୟ। ଶ୍ରୀ ଜଗନ୍ନାଥଙ୍କର ଉଗ୍ର ନୃସିଂହ ମୂର୍ତ୍ତି ଧାରଣ। ଜୈମିନୀ ଋଷିମାନଙ୍କୁ କହିଲେ, ଭଗବାନ ଦାରୁ ରୂପରେ ନୀଳାଚଳରେ ବିଜେ କରିଛନ୍ତି। ବ୍ରହ୍ମାଙ୍କ ମନ୍ତ୍ରଶକ୍ତିର ପ୍ରଭାବରେ ଜଗନ୍ନାଥ ଉଗ୍ର ନୃସିଂହ ରୂପରେ ପ୍ରକାଶିତ ହେଲେ। ଇନ୍ଦ୍ରଦ୍ୟୁମ୍ନାଦି ସମସ୍ତେ ତାଙ୍କର ରୂପକୁ ଦର୍ଶନ କଲେ। ପ୍ରଦୀପ୍ତା ତେଜ, ଲହ ଲହ ଜିହ୍ୱା, କାଳାଗ୍ନି ରୁଦ୍ର ସଦୃଶ ଭୟଙ୍କର ମୂର୍ତ୍ତି, ଜଣାଯାଉଥିବା ସତେ ଯେପରି ବିଶ୍ୱଗ୍ରାସ ନିମନ୍ତେ ଉଦ୍ୟତ। ଅତ୍ୟନ୍ତ ଅଦ୍ଭୁତ ରୂପ। ଚକ୍ଷୁ, କର୍ଣ୍ଣ, ନାସା, ଗ୍ରୀବା, ହସ୍ତ, ପଦ, ଅସଂଖ୍ୟ ବଦନ, ଶରୀର ତେଜ
ଶରୀର ଅସଂଖ୍ୟ ବଦନ ଓ ଶରୀର ତେଜ ଏପରି ଲାଗୁଥାଏ ଯେ ବୋଧହୁଏ ସ୍ୱର୍ଗ ଓ ମର୍ତ୍ତ୍ୟର ମଧ୍ୟବର୍ତ୍ତୀ ତଳରେ ଆଉ ଏକ ସୂର୍ଯ୍ୟମଣ୍ଡଳ ସୃଷ୍ଟି ହୋଇଛି। ସମସ୍ତେ ଭାବିଲେ ପ୍ରଳୟ କାଳ ଉପସ୍ଥିତ ହୋଇଯାଇଛି। ପ୍ରଭୁ ଏପରି ପ୍ରଭୁ ଏପରି ରୂପ ଧାରଣ କଲେ କାହିଁକି ବୋଲି ମନରେ ଉତ୍କଣ୍ଠା ଜାତ ହେବାରୁ ନାରଦ ବ୍ରହ୍ମାଙ୍କୁ କହିଲେ, ହେ ପିତା, ଜଗତପତି ଜଗନ୍ନାଥଙ୍କ ଲୀଳା କେବଳ ଆପଣଙ୍କୁ ହିଁ ଜଣା। ଏଣୁ କୃପା କରି ଆମକୁ ଏ ବିଷୟରେ ଜଣାନ୍ତୁ। ନାରଦଙ୍କ କଥା ଶୁଣି ବେଦପତି ତାଙ୍କୁ କହିଲେ, ନୀଳ ପର୍ବତରେ ବ୍ରହ୍ମରୂପୀ ଜଗନ୍ନାଥ ଦାରୁ ଦେହରେ ଅବତୀର୍ଣ୍ଣ। ତତ୍ତ୍ୱଜ୍ଞାନହୀନ ମୂଢ଼ ବ୍ୟକ୍ତିଗଣ ଏକଥା ବିଶ୍ୱାସ କରିବେ ନାହିଁ। ଏଣୁ ପ୍ରଭୁଙ୍କ ମହିମା ଲୋକଙ୍କ ଭିତରେ ପ୍ରକାଶ ନିମନ୍ତେ ବିଚାର କରି ଆମେ ପ୍ରଭୁଙ୍କ ଶରୀରରେ ମନ୍ତ୍ରର ଅନୁଷ୍ଠୁପର ନାଶ କରିବାରୁ ତାଙ୍କର ଏପରି ତେଜ ପ୍ରକାଶିତ ହେଲା। ମାନେ ସେ ନୃସିଂହ ରୂପରେ ପ୍ରକାଶିତ ହେଲେ। ପୂର୍ବେ ପ୍ରଭୁ ନୃସିଂହ ରୂପରେ ଆବିର୍ଭୂତ ହୋଇ ହିରଣ୍ୟକଶ୍ୟପର ବକ୍ଷକୁ ନିଜ ନଖରେ ବିଦରଣ କରିଥିଲେ। ଅସୀମ ତେଜ ବିଷ୍ଣୁଙ୍କର ଏପରି ମୂର୍ତ୍ତିଙ୍କର ଆରାଧନା କଲେ ଜୀବଗଣ ମୁକ୍ତି ଲାଭ କରିଥାନ୍ତି। ବ୍ରହ୍ମା କରଯୋଡ଼ି ନୃସିଂହଙ୍କୁ ସ୍ତୁତି ଆରମ୍ଭ କଲେ। କହିଲେ, ଅଦ୍ୱିତୀୟ ନୃସିଂହ ମୂର୍ତ୍ତିଧାରୀ ଯୋଗୀଗଣଙ୍କର ଯୋଗରୂପ ଗୃହାସୀ ଅପ୍ରତିମ ସିଂହ, ଆପଣ ସର୍ବଶ୍ରେଷ୍ଠ ଅଟନ୍ତି। ମୁଁ ଆପଣଙ୍କୁ ନମସ୍କାର କରୁଛି। ହେ ନୀଳାଦ୍ରି ଶୃଙ୍ଗ ବିହାରୀ ମହାସିଂହଙ୍କ ମଧ୍ୟରେ ଶ୍ରେଷ୍ଠ ସିଂହ, ଏଣୁ ଆପଣ ନୃସିଂହ ରୂପ ଧାରଣ କରିଛନ୍ତି। ଆପଣ ସିଂହ ସଦୃଶ ହୋଇ ଭକ୍ତକୁ ପରିତ୍ରାଣ କରିଥାନ୍ତି। ହେ ତେଜମୟ ଦିବ୍ୟ ସିଂହ, ହେ ଚିତ୍ରମୟ ମହୋଦୟ, ମୁଁ ଆପଣଙ୍କୁ ନମସ୍କାର କରୁଛି। ଆପଣ ଭୀଷଣ ଆକୃତିର ହୋଇ ମଧ୍ୟ ଶରଣାଗତର କ୍ଲେଶ ଦୂର କରିଥାନ୍ତି। ଆପଣ ବୀରଗଣଙ୍କ ମଧ୍ୟରେ ବୀର କେଶରୀ ଅଟନ୍ତି। ଦୈତ୍ୟ ପଶୁ ବିନାଶାର୍ଥେ ଆପଣ ମହାସିଂହ ରୂପ ଧାରଣ କରିଥାନ୍ତି। ଦେବଗଣଙ୍କ ମଧ୍ୟରେ ଅଧିଦେବ ନରସିଂହ, ଦେବତାଗଣ ମଧ୍ୟରେ ଅଧିଦେବ ସିଂହ, ମୁଁ ଆପଣଙ୍କ ଚରଣରେ ପ୍ରଣତ ଜଣାଉଛି। ହେ ଭୀଷଣ ମୂର୍ତ୍ତି, ଆମମାନଙ୍କୁ ରକ୍ଷା କରନ୍ତୁ। ଏହିପରି ସ୍ତୁତି କରି ବ୍ରହ୍ମଦେବ ନୃସିଂହଙ୍କର ଯନ୍ତ୍ର ଅଙ୍କନ କରି ଆଥର୍ବାଣ ମନ୍ତ୍ରରେ ପୂଜା କଲେ। ପରେ ସେ ମନ୍ତ୍ରରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଦୀକ୍ଷିତ କରାଇଲେ। ସେ ମନ୍ତ୍ର ଜପ କଲେ ବୈଷ୍ଣବ ମାନଙ୍କର ନିବାରଣ ହୋଇଥାଏ। ସେ ମନ୍ତ୍ର ମଧ୍ୟରେ ଚାରି ବେଦ ସ୍ଥାନିତ। ପୂର୍ବରୁ ସ୍ୱୟଂଭୂ ମନୁ ସେ ମନ୍ତ୍ରରେ ଦୀକ୍ଷିତ ହୋଇ ସୃଷ୍ଟି ବିସ୍ତାରରେ ସମର୍ଥ ହୋଇଥିଲେ। ସେ ମନ୍ତ୍ରକୁ ଜପ କଲେ ଅଣିମାଦି ଅଷ୍ଟସର୍ଯ୍ୟ ଓ ଚତୁର୍ବର୍ଗ ଫଳ ପ୍ରାପ୍ତ ହୋଇଥାଏ ବୋଲି ଶାସ୍ତ୍ରରେ ପୁରାଣରେ ବର୍ଣ୍ଣିତ ହୋଇଛି। ସେ ମନ୍ତ୍ରକୁ ପ୍ରତିଦିନ ଜପ କଲେ କ୍ଷୁଦ୍ର କାମନା ନଷ୍ଟ ହୋଇଥାଏ। ବିନା ସାଧନାରେ ସପ ଯଜ୍ଞ ଓ ତୀର୍ଥର ଫଳ ପ୍ରାପ୍ତି ହୁଏ। ସିଂହାକୃତି ନୃସିଂହ ଯେପରି ଅଗ୍ନିରେ ତୁଳାକୁ ଧ୍ୱଂସ କଲା ପରି ସମଗ୍ର ପାପରାଶିକୁ ଦହନ କରନ୍ତି, ଠିକ୍ ସେପରି ଅଥର୍ବାଣ ମନ୍ତ୍ର ଜପ କଲେ ସମସ୍ତ ପାପରାଶି ନାଶ ହୋଇଯାଏ। ଏ ମନ୍ତ୍ରକୁ ଜପ କରି ମୁନିଗଣ ଭାବବନ୍ଧରେ ମୁକ୍ତି ଦେଇଥାନ୍ତି। ଏ ମନ୍ତ୍ର ଉଚ୍ଚାରଣରେ ସମସ୍ତ ଦୁଷ୍ଟ ଗ୍ରହ ପଶ୍ମର ଡାକିନୀ ରାକ୍ଷସ ପିଶାଚ ଭୂତ ପ୍ରେତ ଆଦି ସେହି ସ୍ଥାନ ଛାଡ଼ି ଦୂରକୁ ପଳାୟନ କରନ୍ତି। ରାଜା ଇନ୍ଦ୍ରଦ୍ୟୁମ୍ନ ଅଥର୍ବାଣ ମନ୍ତ୍ରରେ ଦୀକ୍ଷିତ ହେବା ମାତ୍ରେ ପ୍ରଭୁ ନୃସିଂହ ଉଗ୍ରମୂର୍ତ୍ତି ତ୍ୟାଗ କରି ଶାନ୍ତ ଓ ପ୍ରସନ୍ନ ହୋଇ ସିଂହାସନରେ ବିରାଜମାନ କଲେ। ସେତେବେଳେ ମା ଲକ୍ଷ୍ମୀ ତାଙ୍କ ବକ୍ଷସ୍ଥଳରେ ବିରାଜମାନ କରୁଥାନ୍ତି। ନୟନ ଯୁଗଳ ଚନ୍ଦ୍ର ଓ ସୂର୍ଯ୍ୟ ଭଳି ସ୍ୱଚ୍ଛ ଦେଖାଯାଉଥାଏ। ବେନି ହସ୍ତରେ ଚକ୍ର ଓ ଶଙ୍ଖ ଧାରଣ କରିଥାନ୍ତି। ଅନ୍ୟ ଦୁଇ ହସ୍ତ ଯାନ ଉପରେ ରହିଥାଏ। 32 ପାଖୁଡା ବିଶିଷ୍ଟ ପଦ୍ମରେ ଓମକାର ସ୍ୱରୂପ କେଶର। ତାପରେ ପ୍ରଭୁ ସୁଖାସନରେ ବସି ମା ଲକ୍ଷ୍ମୀଙ୍କ ମୁଖକୁ ଚାହିଁ ମନ୍ଦ ମନ୍ଦ ହସୁଥାନ୍ତି। ଦେହରେ ଦିବ୍ୟ ଅଳଙ୍କାର। ପ୍ରଭୁଙ୍କ ମୁଖପଦ୍ମ ଛଟାମଣ୍ଡିତ। ଜଣାଯାଉଥାଏ ଯେପରି ପ୍ରଭୁ ଯୋଗ ମାର୍ଗରେ ଅଧିଷ୍ଠିତ ହୋଇଛନ୍ତି। ପ୍ରଭୁଙ୍କ ପଛ ପାଖରେ ବଳଭଦ୍ର ସହସ୍ରପଣା ବିସ୍ତାରୀ ରହିଛନ୍ତି। ତାଙ୍କ ହସ୍ତରେ ହଳ ଓ ଲଙ୍ଗଳ। ପ୍ରଭୁଙ୍କର ଏପରି ରୂପ ଦର୍ଶନ କରି ରାଜା ଇନ୍ଦ୍ରଦ୍ୟୁମ୍ନ ଉତ୍ଫୁଲ୍ଲିତ ହୋଇ ବ୍ରହ୍ମାଙ୍କୁ ପଚାରିଲେ, ହେ ପିତାମହ, ପ୍ରଭୁ ଜଗନ୍ନାଥଙ୍କର ଅଦ୍ଭୁତ ଲୀଳା ଏହା ମନୁଷ୍ୟ ହୋଇ କିପରି ବୁଝିବା? ଆପଣ ରଥରୁ ଦାରୁମୟ ଚତୁର୍ଥ ମୂର୍ତ୍ତିକୁ ମନ୍ଦିର ଭିତରକୁ ଆଣି ସ୍ଥାପନା କଲେ। ଯଜ୍ଞ ଶେଷରେ ସେ କାହିଁକି ଏପରି ଭୀଷଣ ମୂର୍ତ୍ତି ଧାରଣ କରି ଆମ ସମ୍ମୁଖରେ ଉଭା ହେଲେ? ପୂର୍ବରୁ ଦୈବବାଣୀ ହୋଇଥିଲା ଯେ ପ୍ରଭୁ ଚତୁର୍ଥ ମୂର୍ତ୍ତି ହୋଇ ପ୍ରକାଶିତ ହେବେ, ମାତ୍ର ଏବେ ସେ କେବଳ ଗୋଟିଏ ମୂର୍ତ୍ତି ଦେଖାଯାଉଛନ୍ତି। ଏହାର ରହସ୍ୟ କଣ? ଯଦି ଏ ବିଷୟ ଜାଣିବା ନିମନ୍ତେ ମୁଁ ସକ୍ଷମ, ତେବେ ଆପଣ କୃପା କରି ମୋର ସଂଶୟ ଦୂର କରନ୍ତୁ। ଏହା ପ୍ରଭୁଙ୍କ ମାୟା ନା ଏହା ଭିତରେ ଆଉ କିଛି ବଡ଼ ରହସ୍ୟ ଅଛି? ବୁଝାଇ ଦିଅନ୍ତୁ। ପିତାମହ ଇନ୍ଦ୍ରଦ୍ୟୁମ୍ନଙ୍କ କଥା ଶୁଣି ତାଙ୍କୁ ବୁଝାଇ କହିଲେ, ବତ୍ସ, ବିଷ୍ଣୁଙ୍କର ନୃସିଂହାକୃତି ଆଦି ମୂର୍ତ୍ତି ଅଟେ। ଆମମାନଙ୍କ ପ୍ରତି ସଦୟ ହୋଇ ଏହି ସିଂହାସନ ଉପରେ ବିରାଜମାନ କରିଛନ୍ତି। ହେ ରାଜା, ଏହି ମୂର୍ତ୍ତି ଯେ କେବଳ କାଷ୍ଠ, ଏକଥା କେବେ ହେଲେ ମନରେ ଭାବିବ ନାହିଁ। ଏ ମୂର୍ତ୍ତି ଯେ କେବଳ ପ୍ରତିମା, ଏକଥା ମଧ୍ୟ କେବେ ହେଲେ ମନକୁ ଆଣିବ ନାହିଁ। ଏହା ଫଳରେ ତୁମର ସକଳ ଦୁଃଖ ଦୂର ହେବ। ଏ ମୂର୍ତ୍ତି ଯେ ବ୍ରହ୍ମକୃତି ଏବଂ ଅଖଣ୍ଡ ଆନନ୍ଦ ପ୍ରଦାନ ନିମନ୍ତେ ଆବିର୍ଭୂତ ହୋଇଛନ୍ତି, ଏକଥା ମନ ମଧ୍ୟରେ ଚିନ୍ତା କରିବ। ମନୁଷ୍ୟଗଣଙ୍କ ବିଚାରରେ ଚାରି ବେଦର ସାରତତ୍ତ୍ୱ ବ୍ରହ୍ମରୂପୀ ନାରାୟଣ ଦାରବତଳରେ ପ୍ରତିଷ୍ଠିତ ହୋଇଛନ୍ତି ବୋଲି ପ୍ରମାଣିତ ହୋଇଗଲା। କେବଳ ସେ ହିଁ ଏକମାତ୍ର ଜଗତର କର୍ତ୍ତା। ତାଙ୍କ ଭିନ୍ନ ଅନ୍ୟ କେହି ସୃଷ୍ଟିକର୍ତ୍ତା ନାହାନ୍ତି। ସେ ନିଜ ନିଜକୁ ସୃଷ୍ଟି କରିଛନ୍ତି। ଶବ୍ଦ ବ୍ରହ୍ମ ପରମ ବ୍ରହ୍ମ ଭିତରେ କୌଣସି ପାର୍ଥକ୍ୟ ନାହିଁ।
ପ୍ରଳୟ କାଳରେ ପରବ୍ରହ୍ମ ଏକାକିଆ ଥାନ୍ତି। ସୃଷ୍ଟି ରଚନା ସମୟରେ ପୁନର୍ବାର ଭେଦ ଉତ୍ପନ୍ନ ହୁଏ। ଯେଉଁ ପ୍ରକାର ଶବ୍ଦାର୍ଥରେ ଭେଦ ଯେ ପ୍ରକାର ଶବ୍ଦ ଓ ଶବ୍ଦାର୍ଥରେ ଭେଦ ସେହିପରି ଏହା ମଧ୍ୟ ଏକ ଭେଦ। ଏଣୁ ମନ ମଧ୍ୟରେ ସଂଶୟ ରଖ ନାହିଁ। କୌଣସି ଶବ୍ଦ ଅର୍ଥ ଶୂନ୍ୟ ନୁହେଁ। ଶବ୍ଦ ନଥିଲେ ଅର୍ଥ ଆସିବ କେଉଁଠୁ? ପ୍ରଭୁ ବଳଭଦ୍ର ଋଗ୍ବେଦ ସ୍ୱରୂପ, ନୃସିଂହ ସାମବେଦ ସ୍ୱରୂପ ଅଟନ୍ତି। ସୁଭଦ୍ରା ହେଉଛନ୍ତି ଯଜୁର୍ବେଦ ସ୍ୱରୂପିଣୀ। ଚକ୍ରର ସୁଦର୍ଶନ ଅଥର୍ବ ବେଦ ରୂପେ ଖ୍ୟାତ ଅଟନ୍ତି। ଭଗବାନଙ୍କର ଏହି ପ୍ରକାର ଭେଦ ଅଟେ। ତାଙ୍କୁ ଏହି ପ୍ରକାର ବୁଝିବ। ଏହା ଅନେକ ବୁଦ୍ଧିରେ କେବଳ ଗୋଟିଏ। ଏକଥର ଅନ୍ୟଥା ନାହିଁ। ପରବ୍ରହ୍ମ ଜଣେ। ସେ ବହୁ ରୂପରେ ପ୍ରକାଶିତ ହୁଅନ୍ତି। ହେ ରାଜନ୍, ଏବେ ତୁମ ମନର ଶଙ୍କା ଦୂର ହେଲା ତ? ତୁମ ଆଗରେ ଜଗନ୍ନାଥଙ୍କ ତତ୍ତ୍ୱ ପ୍ରକାଶ କଲି। ଏବେ ତୁମର ମନ ମଧ୍ୟରେ ଯେଉଁ ଚିନ୍ତା ଆସୁଛି ସେ ଅନୁରୂପ ପ୍ରଭୁଙ୍କର ସେବା କର। ପ୍ରଭୁ ସର୍ବରୂପ ସର୍ବମନ୍ତ୍ରମୟ ଅଟନ୍ତି। ଯିଏ ଯେଉଁ ଉଦ୍ଦେଶ୍ୟ ରଖି ତାଙ୍କୁ ବୁଝିବ ତାକୁ ସେହିପରି ଫଳ ପ୍ରାପ୍ତି ହେବ। ବିଶୁଦ୍ଧ ସ୍ୱର୍ଣ୍ଣ ଯେପରି ବହୁ ପ୍ରକାର ଗଢ଼ା ହେବା ପରେ ବିଭିନ୍ନ ନାମରେ ପରିଚିତ ହୁଏ, ସେପରି ପ୍ରଭୁ ବିଭିନ୍ନ ନାମରେ ବିଭିନ୍ନ ରୂପରେ ଭକ୍ତମାନଙ୍କର ମନୋକାମନା ପୂରଣ କରିଥାନ୍ତି। ହେ ରାଜା, ଶୁଦ୍ଧ ମନରେ ତାଙ୍କର ଆରାଧନା କର। ତାଙ୍କ ସେବାର ତତ୍ପର ହୁଅ। ତୁମ ମନର ଅଭିଳାଷ ଅନୁସାରେ ମୁଁ ତୁମକୁ ମନ୍ତ୍ର ପ୍ରଦାନ କରିଛି। ସେହି ମନ୍ତ୍ରରେ ବିଭୁଙ୍କର ଅର୍ଚ୍ଚନା କଲେ ଚତୁର୍ବର୍ଗ ଫଳ ମିଳିବ। ଏହି ମନ୍ତ୍ରଠାରୁ ଉତ୍ତମ ମନ୍ତ୍ର ଆଉ କିଛି ନାହିଁ ବା କେବେ ବି ସୃଷ୍ଟି ହେବ ନାହିଁ। ଏହି ମନ୍ତ୍ରର ରଚନା କଲେ ପ୍ରଭୁ ସନ୍ତୁଷ୍ଟ ହୋଇ ତୁମ ମନୋରଥ ପୂରଣ କରିବେ। ଏପରିକି ଆବଶ୍ୟକ ହେଲେ ନିଜ ପଦ ମଧ୍ୟ ଦାନ କରିଦେବେ। ଯିଏ ନୀଳାଚଳରେ ଦାରୁମୟ ବିଷ୍ଣୁଙ୍କ ରଚନା କରେ ତାହାର ଯଜ୍ଞ, ତୀର୍ଥ, ଦାନ, ବ୍ରତ, ତପସ୍ୟାର ପ୍ରୟୋଜନ ନାହିଁ। ହେ ଭୂପ, ତୁମକୁ ଜଗନ୍ନାଥଙ୍କ ତତ୍ତ୍ୱ କହିଲି। ଏଥିରେ ତୁମ ମନର ବାସନା ତୃପ୍ତ ହୋଇଥିବ ନିଶ୍ଚୟ। ଦକ୍ଷିଣ ସମୁଦ୍ର ତଟସ୍ଥ କଳ୍ପବଟ ମୂଳରେ ନୀଳାଚଳରେ ଦାରୁବ୍ରହ୍ମଙ୍କୁ ଦର୍ଶନ କଲେ ମୁକ୍ତି ମିଳେ। ଏଥିରେ ସନ୍ଦେହ ନାହିଁ। 39 ଅଧ୍ୟାୟ। ଇନ୍ଦ୍ରଦ୍ୟୁମ୍ନଙ୍କ ସହ ପ୍ରଭୁଙ୍କ କଥୋପକଥନ, ବର ପ୍ରଦାନ ଓ ସେବା ନିର୍ଦ୍ଦେଶ। ଯେଉଁମାନେ କହୁଥାନ୍ତି ବେଦପତି ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନଙ୍କ ଆଗରେ ଜଗନ୍ନାଥଙ୍କ ତତ୍ତ୍ୱ ବର୍ଣ୍ଣନା କରିସାରି ଜନ କଲ୍ୟାଣ ହେତୁ ପ୍ରଭୁ ଲକ୍ଷ୍ମୀପତିଙ୍କୁ ହୃଦୟ ମଧ୍ୟରେ ଚିନ୍ତା କରିବାରୁ ପ୍ରଭୁ ନୃସିଂହ ରୂପ ତ୍ୟାଗ କରି ପୁଣି ତାଙ୍କର ସେହି ଚତୁର୍ଦ୍ଧାମୂର୍ତ୍ତି ରୂପକୁ ଫେରି ଆସିଲେ। ତାପରେ ବ୍ରହ୍ମା ପ୍ରଭୁଙ୍କୁ ପୁରୁଷ ସୂକ୍ତ ମନ୍ତ୍ରରେ, ବଳରାମଙ୍କୁ ଦ୍ୱାଦଶାକ୍ଷର ମନ୍ତ୍ରରେ, ଦେବୀ ସୁଭଦ୍ରାଙ୍କୁ ଦେବୀ ସୂକ୍ତ ମନ୍ତ୍ର ଓ ଚକ୍ରର ସୁଦର୍ଶନଙ୍କୁ ସେ ଦ୍ୱାଦଶାକ୍ଷର ମନ୍ତ୍ରରେ ପୂଜା କଲେ। ତଦନ୍ତରେ ପ୍ରଭୁଙ୍କୁ ସ୍ତୁତି କରି କହିଲେ, ହେ ଭକ୍ତ ଅନୁଗ୍ରହକାରୀ ଦେବଦେବେଶ ରାଜ ଇନ୍ଦ୍ରଦ୍ୟୁମ୍ନ, ଆପଣଙ୍କୁ ସହସ୍ର ଜନ୍ମ ଧରି ଭକ୍ତିର ଉପାସନା କଲା ପରେ ଏହି ଜନ୍ମରେ ଆପଣଙ୍କୁ ଦର୍ଶନ ପାଇଛନ୍ତି। ହେ ଦେବ, ଆପଣଙ୍କ ଦର୍ଶନ ମିଳିଲେ ସାଜୁଜ୍ୟ ମୁକ୍ତି ମିଳିଥାଏ। ଏ ରାଜା ଆପଣଙ୍କ ଭକ୍ତିର ସହ ନୀତି ପ୍ରତି ପୂଜାର୍ଚ୍ଚନା କରିବାକୁ ଚାହୁଁଛନ୍ତି। କେଉଁ ରୂପରେ, କେତେବେଳେ, କେଉଁ ଉପଚାରରେ ଆପଣଙ୍କର କେଉଁ ରୂପକୁ ମନରେ ଭାବନା କରିବେ, କୃପା କରି ତାହା ବୁଝାଇ ଦିଅନ୍ତୁ। ବିଧାନ ତାଙ୍କର ଏପରି ପ୍ରାର୍ଥନା ଶୁଣି ନୀଳାଦ୍ରିଶ ପ୍ରଭୁ ହସି ହସି ଇନ୍ଦ୍ରଦ୍ୟୁମ୍ନଙ୍କୁ ଗମ୍ଭୀର ସ୍ୱରରେ କହିଲେ, ଇନ୍ଦ୍ରଦ୍ୟୁମ୍ନ, ମୁଁ ତୁମ ନିଷ୍କାମ ଭକ୍ତିର ପ୍ରସନ୍ନ ହୋଇଛି। ଏ ସମ୍ପତ୍ତି ତୁମ ବିନା ଅନ୍ୟ କେହି ପୃଥିବୀରେ ଲାଭ କରିପାରେ ନାହିଁ। ହେ ରାଜା, ଆମ୍ଭେ ତୁମକୁ ବର ଦେଉଛୁ ଯେ ତୁମର ଆମ୍ଭ ପ୍ରତି ସଦାସର୍ବଦା ଭକ୍ତି ରହିଥାଉ। ହେ ରାଜେନ୍ଦ୍ର, କୋଟି କୋଟି ସ୍ୱର୍ଣ୍ଣ ମୁଦ୍ରା ଖର୍ଚ୍ଚ କରି ତୁମେ ଏ ମନ୍ଦିର ନିର୍ମାଣ କରିଛ। ଏ ମନ୍ଦିର ଭାଙ୍ଗିଗଲେ ବି ଆମ୍ଭେ ଏ ସ୍ଥାନ ଛାଡ଼ି କେବେ ହେଲେ ଅନ୍ୟ ସ୍ଥାନକୁ ଯିବୁ ନାହିଁ। ପରବର୍ତ୍ତୀ କାଳରେ ଯଦି କେହି ବି ତୁମର ନୂତନ ମନ୍ଦିର ନିର୍ମାଣ କରେ, ତଥାପି ସବୁ ସମୟରେ ତୁମର କୀର୍ତ୍ତି ରହିଥିବ। ଆମ୍ଭେ ଶପଥ କରି କହୁଛୁ ଯେ ବ୍ରହ୍ମାଙ୍କର ଦ୍ୱିତୀୟ ପରାତ ପରିସମାପ୍ତି ପର୍ଯ୍ୟନ୍ତ ଆମ୍ଭେ ଏହି ମନ୍ଦିରର ଯଦି ମନ୍ଦିର କେବେ ବି ଧୂଳିସାତ ହୋଇଯାଏ, ତେବେ ମଧ୍ୟ ଆମେ ଏହି ସ୍ଥାନରେ ଦାରବତନୁରେ ସର୍ବଦା ଦର୍ଶନ ଦେଉଥିବୁ। ସ୍ୱୟଂଭୂ ମାନଙ୍କର ଚତୁର୍ଯୁଗ ପରେ ପୁଣି ଯେତେବେଳେ ସତ୍ୟଯୁଗ ଆସିବ, ତାର ଦ୍ୱିତୀୟ ଅଂଶରେ ତୁମର ଯଜ୍ଞ ପ୍ରଭାବରୁ ଏହି ସ୍ଥାନରେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଦାରୁ ଦେହରେ ଆମେ ଆବିର୍ଭୂତ ହେଲୁ। ଏଣୁ ଏହି ଦିନଟି ଆମର ଜନ୍ମଦିନ। ଏହି ଦିନ ଆମ ପ୍ରତିମାକୁ ଅଧିବାସ କରି ମହାସ୍ନାନ କରାଇବ। ଯିଏ ସ୍ନାନ ଯାତ୍ରା ଦିନ ଆମ୍ଭକୁ ଦେଖିବ, ସେ ସମ୍ପୂର୍ଣ୍ଣ ତୀର୍ଥ ସ୍ନାନର ଫଳ ଲାଭ କରିବ। ତାକୁ ବାଜପେୟୀ ଆଦି ସମସ୍ତ ଯଜ୍ଞର ଫଳ, ସର୍ବବିଧ ଦାନର ଫଳ ମଧ୍ୟ ମିଳିବ। ସ୍ନାନ କରୁଥିବା ବ୍ୟକ୍ତିର ମଧ୍ୟ କୋଟି ଜନ୍ମର ପାପ ବିନାଶ ହେବ। ଏ ବଟବୃକ୍ଷର ଉତ୍ତର ଦିଗରେ ମାଟି ତଳେ ଏକ କୂପ ରହିଛି। ସ୍ନାନ ନିମନ୍ତେ ଆମ୍ଭେ ସେହି କୂପକୁ ଖନନ କରିଛୁ। ତତ୍ପଶ୍ଚାତ୍ ଆମ୍ଭେ ଏଠାରେ ଅବତୀର୍ଣ୍ଣ ହେଲୁ। ସେହି କୂପର ଅନୁସନ୍ଧାନ କରି ତାକୁ ପରିଷ୍କାର କରାଅ। ଦିକ୍ପାଳଗଣ ସେହି କୂପର ରକ୍ଷକ। କ୍ଷେତ୍ରପାଳଗଣଙ୍କୁ ଯଥାବିଧି ବଳି ପ୍ରଦାନ କରି ଚତୁର୍ଦ୍ଦଶୀ ଦିନ କୂପ ଜଳକୁ ସଂସ୍କାର କରାଇବ।
ଶଙ୍ଖ କାହାଳି ଆଦି ବାଦ୍ୟ ବାଜନା ଭିତରେ ବ୍ରାହ୍ମଣମାନେ ସେହି କୂପରୁ ସ୍ୱର୍ଣ୍ଣ କଳସରେ ଜଳ ଆଣି ଆମ୍ଭଙ୍କୁ ମହାସ୍ନାନ କରାଇବେ। ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଭାତରେ ବ୍ରହ୍ମାଙ୍କ ସହ ଆମ୍ଭର ସ୍ନାନ କରାଯିବ। ସାଥିରେ ବଳରାମ, ସୁଭଦ୍ରା ଓ ସୁଦର୍ଶନ ବି ଥିବେ। ଏହି ପ୍ରକାରର ସ୍ନାନ ବିଧି ସମ୍ପନ୍ନ କଲେ ସାଜୁଜ୍ୟ ମୁକ୍ତି ମିଳିବ। ଯେ ବ୍ୟକ୍ତି ସ୍ନାନ କାଳରେ ମୋତେ ଦର୍ଶନ କରିବେ ତାଙ୍କର ଆଉ ପୁନର୍ଜନ୍ମ ହେବ ନାହିଁ। ସ୍ନାନ ନିମନ୍ତେ ମନ୍ଦିରର ଐଶାନ୍ୟ କୋଣରେ ବେଦୀ ନିର୍ମାଣ ହେବ। ବେଦୀ ଉପରେ ଚନ୍ଦନ ଜଳ ସିଞ୍ଚନ କରି ତା ଉପରେ ଗୋଟିଏ ଚାନ୍ଦୁଆ ବାନ୍ଧିବ। ଏ ବେଦୀ ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହ ମୋର ସ୍ନାନ ବିଧିବିଧାନ ଅନୁସାରେ କରାଇବ। ସ୍ନାନାନ୍ତେ ଆମ୍ଭର ଦକ୍ଷିଣ ମୁଖ ଗମନ କାଳରେ ଭକ୍ତିରେ ଯିଏ ଆମ୍ଭର ଦର୍ଶନ କରିବ ତାର ସମସ୍ତ ମନୋରଥ ପୂର୍ଣ୍ଣ ହେବ। ହେ ରାଜନ, ଏହାପରେ 15 ଦିନ ଆମ୍ଭର ଚିତ୍ରଶୂନ୍ୟ ବିରୂପକୁ କେହି ଦର୍ଶନ କରିବେ ନାହିଁ। ଏହିପରି ଭାବରେ ଆମର ଜ୍ୟେଷ୍ଠ ସ୍ନାନ ସମ୍ପନ୍ନ ହେବ। ଆମର ଜ୍ୟେଷ୍ଠ ସ୍ନାନ ଦର୍ଶନରେ ନିଶ୍ଚୟ ମୁକ୍ତି ମିଳିବ। ଏହାପରେ ଆମର ଗୁଣ୍ଡିଚା ଯାତ୍ରା ମହୋତ୍ସବ କରାଇବ। ଗୁଣ୍ଡିଚା ଯାତ୍ରାର ନାମ ଉଚ୍ଚାରଣ କଲେ ମନୁଷ୍ୟ ନିଷ୍ପାପ ହୋଇଯାଏ। ମାଘ ଶୁକ୍ଳ ପଞ୍ଚମୀ କିମ୍ବା ଚୈତ୍ର ଶୁକ୍ଳ ଅଷ୍ଟମୀ ଏହି ଗୁଣ୍ଡିଚା ଯାତ୍ରା ନିମନ୍ତେ ପ୍ରଶସ୍ତ ସମୟ। ବିଶେଷ ଭାବରେ ପୁଷ୍ୟ ନକ୍ଷତ୍ର ଯୁକ୍ତ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଗୁଣ୍ଡିଚା ଯାତ୍ରା ନିମନ୍ତେ ଅତ୍ୟନ୍ତ ଉତ୍ତମ ଅଟେ। ଏଦିନ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ଆମକୁ ରଥାରୂଢ଼ କରାଇ ଆମ୍ଭେ ପ୍ରଥମେ ଅବତୀର୍ଣ୍ଣ ହୋଇଥିବା ସହସ୍ର ଅଶ୍ୱମେଧ ଯଜ୍ଞର ମହାବେଦୀ ଗୁଣ୍ଡିଚା ମଣ୍ଡପକୁ ନେଇଯିବ। ତା ଭଳି ପୁଣ୍ୟତମ ସ୍ଥାନ ପୃଥିବୀର ଆଉ କୌଣସି ସ୍ଥାନରେ ନାହିଁ। ଯେଉଁଠାରେ ଆମ୍ଭର ନୀଳକନ୍ଧର ଭଳି ଗୁଣ୍ଡିଚା ମଣ୍ଡପ ଦୁଇଟି ଯାକ ସ୍ଥାନ ମୋର ଅତି ପ୍ରିୟ। ବ୍ରହ୍ମାଙ୍କ ଅନୁରୋଧ ହେତୁ ଏ ସ୍ଥାନ ଆମର ଅତି ପ୍ରୀତିକର ହୋଇଛି। ଅଶ୍ୱମେଧ ଯଜ୍ଞ ବେଦୀ ନୃସିଂହଙ୍କର କ୍ଷେତ୍ର। ପଦ୍ମଜନୀ ବ୍ରହ୍ମା ଆମ୍ବର ସ୍ୱରୂପ। ସେ ଆମ୍ଭଙ୍କୁ ଏହି ପ୍ରସାଦରେ ସ୍ଥାପିତ କରାଇଛନ୍ତି। ତୁମର ଦୃଢ଼ ଭକ୍ତି ଯୋଗୁଁ ଆମ୍ଭେ ଏଠାରେ ଚିରକାଳ ଅବସ୍ଥାନ କରିବୁ। ହେ ମହାରାଜ, ରଥରେ ଆମ୍ଭକୁ ଗୁଣ୍ଡିଚା ଘରକୁ ନେଇ ନବମ ଦିନରେ ଆମ୍ଭକୁ ପୁଣି ଏଠାକୁ ନେଇ ଆସିବ। ସେ ସ୍ଥାନରେ ତୁମ୍ଭର କୀର୍ତ୍ତି ଇନ୍ଦ୍ରଦ୍ୟୁମ୍ନ ସରୋବର ରହିଛି। ଏ ସରୋବର ତୀରରେ ଆମ୍ଭେ 7 ଦିନ ପର୍ଯ୍ୟନ୍ତ ଅବସ୍ଥାନ କରିବୁ। ସେ ସମୟରେ ଯିଏ ଏହି ସରୋବର ଜଳରେ ସ୍ନାନ କରିବ ସେହି ବ୍ୟକ୍ତି ବୈକୁଣ୍ଠପୁରୀ ଯିବା ନିଶ୍ଚିତ। ସମଗ୍ର ବିଶ୍ୱରେ 3.5 କୋଟି ତୀର୍ଥ ରହିଛନ୍ତି। ମୋ ଯୋଗୁଁ ସେମାନେ ସମସ୍ତେ ସେହିଠାରେ ଉପସ୍ଥିତ ହେବେ। ଏ ସରୋବର ଜଳରେ ସ୍ନାନ କରି ଗୁଣ୍ଡିଚା ମନ୍ଦିରରେ ମୋତେ ଦର୍ଶନ କଲେ ପୂର୍ଣ୍ଣଜନ୍ମର କ୍ଲେଶ ଦୂର ହେବ। ନବମ ଦିନରେ ଯେତେବେଳେ ଆମ୍ଭେ ପ୍ରତ୍ୟାବର୍ତ୍ତନ କରୁଥିବୁ ସେତେବେଳେ ଆମ୍ଭକୁ ଦକ୍ଷିଣ ମୁଖରେ ଦର୍ଶନ କଲେ ଅଶ୍ୱମେଧ ଯଜ୍ଞର ଫଳ ମିଳିବ। ଇହ କାଳରେ ଇନ୍ଦ୍ର ସମ ସୁଖ ଭୋଗ ହେବା ସଙ୍ଗେ ସଙ୍ଗେ ଦେହାନ୍ତେ ସାଜୁଜ୍ୟ ମୁକ୍ତି ମିଳିବ। ହେ ରାଜନ, ଏହିପରି ଭାବରେ ଆମର ଶୟନ, ପାର୍ଶ୍ୱ ପରିବର୍ତ୍ତନ ଓ ଉତ୍ଥାପନ, ମାର୍ଗଶିର ଶୁକ୍ଳ ଷଷ୍ଠୀ ଦିନ ପ୍ରାବରଣ, ପୌଷ ପୂର୍ଣ୍ଣିମାର ପୁଷ୍ୟ ସ୍ନାନ, ଫାଲ୍ଗୁନ ମାସରେ ଦୋଳଯାତ୍ରା ଉତ୍ସବକୁ ମହାସମାରୋହରେ ପାଳନ କରାଇବ। ପ୍ରତି ଉତ୍ସବରେ ଦର୍ଶନ, ପ୍ରଣାମ, ପୂଜା କଲେ ଅଷ୍ଟସହସ୍ର ଅଶ୍ୱମେଧ ଯଜ୍ଞ ଫଳ ସଦୃଶ ଫଳ ମିଳିଥାଏ। ପୂର୍ବ ବର୍ଣ୍ଣିତ ଯାତ୍ରା ଛଡ଼ା ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନ ପ୍ରଯୋଜନ ନାମକ ଉତ୍ସବ କରାଇବ। ବୈଶାଖ ମାସ ଅକ୍ଷୟ ତୃତୀୟା ଦିନ ମୋ ଦେହରେ ଚନ୍ଦନ ବିଲେପନ କରାଇବ। ଆମ୍ଭର ପ୍ରୀତି ନିମନ୍ତେ ଏସବୁ ଉତ୍ସବ କରାଇଲେ ଚତୁର୍ଭୋଗ ମିଳିବ। ସବୁ ଦେବତାରୀଙ୍କ ସୁମୁଖରୁ ଏ ସମସ୍ତ କଥା ଶୁଣି ରାଜା ଇନ୍ଦ୍ରଦ୍ୟୁମ୍ନ ଅତ୍ୟନ୍ତ ପ୍ରୀତ ହେଲେ। ରାଜାଙ୍କୁ ଏହି ରୂପେ ବର ପ୍ରଦାନ କରି ପ୍ରଭୁ ସିକ୍ତହାସ କରି କହିଲେ, ହେ ପଦ୍ମଜନୀ, ତୁମର ମନସ୍କାମନା ପୂର୍ଣ୍ଣ କରିଛି। ତୁମ ମନରେ ଯେଉଁ ଇଚ୍ଛା ଜାଗ୍ରତ ହୋଇଛି ସେସବୁ ତୁମେ ଜାଣ। ଏହା ମଧ୍ୟ ଆମ୍ଭର ଇଚ୍ଛା, କାରଣ ତୁମ ଆମ ଭିତରେ ଅଣୁମାତ୍ର ପ୍ରଭେଦ ନାହିଁ। ପୂର୍ବକାଳରେ ତୁମ୍ଭ ଇଚ୍ଛାରେ ଆମ୍ଭେ ମାଧବ ମୂର୍ତ୍ତି ଧାରଣ କରି ଏଠାରେ ରହିଥିଲୁ। ଏ ଦାରୁମୟ ମୂର୍ତ୍ତି ତାର ପରିଣାମ। ଏବେ ଜଗନ୍ନାଥ ନାମରେ ଏଠାରେ ଅବତୀର୍ଣ୍ଣ ହୋଇଛୁ। ଏଠାରେ ଆମ୍ଭକୁ ଯିଏ ଦର୍ଶନ, ଅର୍ଚ୍ଚନ ଓ ପ୍ରାଣତ୍ୟାଗ କରିବ ତାର ଜୀବନ ଧନ୍ୟ ହୋଇଯିବ। ସେ ସଂସାରରୁ ମୁକ୍ତି ପାଇଯିବ। ସେ ତୁମର ଆମର ସାଜୁଜ୍ୟ ଲାଭ କରିବ। ଏଠାରେ ରହି ମନରେ ବିଷୟ ବାଞ୍ଛା କରି ଯିଏ ଆମର ସେବା କରିବ ଏ ସ୍ଥାନ ତାର ଅଧିଷ୍ଠାନ ହୋଇଥିବାରୁ ଅଭିଷ୍ଟ ଲାଭ କରିବ। ଏବେ ତୁମେ ସତ୍ୟଲୋକକୁ ଗମନ କର। ଦେବତାଗଣ ମଧ୍ୟ ନିଜ ନିଜ ପୁରକୁ ଫେରି ଯାଆନ୍ତୁ। ମନେ ରଖ ଯେ ତୁମର ଜୀବନ କାଳ ଥିବା ପର୍ଯ୍ୟନ୍ତ ଆମ୍ଭେ ଏ ସ୍ଥାନରେ ଅବସ୍ଥାନ କରିବୁ। ତାପରେ ଦେବତା ଋଷିଗଣ ଜଗନ୍ନାଥଙ୍କୁ ପ୍ରଣାମ କରି ନିଜ ନିଜ ସ୍ଥାନକୁ ଗମନ କଲେ। ପ୍ରତିମା ରୂପୀ ଜଗନ୍ନାଥ ସେ ସ୍ଥାନରେ ରହି ଜନମାନଙ୍କୁ ଆନନ୍ଦ ପ୍ରଦାନ କଲେ। ହରିବୋଲ ଧ୍ୱନିରେ ସେ ସ୍ଥାନ କମ୍ପି ଉଠିଲା। ଦୃଢ଼ବ୍ରତ ବିଷ୍ଣୁ ଭକ୍ତ ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ପଛଟି ନେବାକୁ ତାଙ୍କ ସହ କିଛି ଦୂର ଗମନ କଲେ। ବ୍ରହ୍ମା ତାଙ୍କୁ ବୁଝାଇଦେଲେ। କହିଲେ, ହେ ରାଜନ, ପ୍ରଭୁଙ୍କ ଯାତ୍ରା ଉତ୍ସବ କଥା ତାଙ୍କଠୁ ଶୁଣିଛ। ତାକୁ ବିଧିପୂର୍ବକ ସମ୍ପାଦନ କଲେ ଭଗବାନ ସନ୍ତୁଷ୍ଟ ହେବେ। ପ୍ରଭୁ ସନ୍ତୁଷ୍ଟ ହେଲେ ଚରାଚର ବିଶ୍ୱ ମଧ୍ୟ ସନ୍ତୁଷ୍ଟ ହେବ। ବ୍ରହ୍ମାଙ୍କ ଆଦେଶ ମସ୍ତକ ଧାରଣ କରି ରାଜା ଇନ୍ଦ୍ରଦ୍ୟୁମ୍ନ ନାରଦଙ୍କ ସହ ଆସି ମହାସମାରୋହରେ ସମସ୍ତ ଯାତ୍ରା ଓ ମହୋତ୍ସବ ସମ୍ପାଦନ କଲେ।